ତୁମ୍ଭେମାନେ ସଦା ପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। ସଦାପ୍ରଭୁଙ୍କ କାର୍ଯ୍ୟ ସକଳ ମହତ୍, ଯେଉଁମାନେ ତହିଁରେ ସନ୍ତୁଷ୍ଟ ସେମାନେ ତାହା ସବୁ ଅନୁସନ୍ଧାନ କରନ୍ତି। ତାହାଙ୍କର କ୍ରିୟା ସମ୍ଭ୍ରମ ଓ ଗୌରବ ସ୍ୱରୂପ ଓ ତାହାଙ୍କର ଧର୍ମ ଅନନ୍ତକାଳ ସ୍ଥାୟୀ। ସେ ଆପଣ ଆଶ୍ଚର୍ଯ୍ୟ କର୍ମ ସବୁ ସ୍ମରଣ କରାଇଅଛନ୍ତି। ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ। ସେ ଆପଣା ଭୟକାରୀମାନଙ୍କୁ ଆହାର ଦେଇଅଛନ୍ତି। ସେ ସଦାକାଳ ଆପଣା ନିୟମ ସ୍ମରଣ କରିବେ। ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଅଛନ୍ତି। ତାହାଙ୍କ ହସ୍ତର କର୍ମ ସକଳ ସତ୍ୟ ଓ ନ୍ୟାଯ୍ୟ। ତାହାଙ୍କ ବିଧି ସକଳ ଅଟଳ। ତାହା ସବୁ ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ। ତାହା ସବୁ ସତ୍ୟତା ଓ ସରଳତାରେ ସାଧିତ। ଆମମାନଙ୍କର ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମହାନ ନାମରେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୁଁ ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଏ। ଆସନ୍ତୁ ସେଇ ମହାନ ପରମେଶ୍ୱରଙ୍କର, ସେଇ ପବିତ୍ର ପରମେଶ୍ୱରଙ୍କର ଚରଣ ତଳେ ଆମମାନେ ସମସ୍ତେ ନତମସ୍ତକ ହଉ, ଆଖି ବନ୍ଦ କରୁ ଏବଂ ପ୍ରଭୁ ଆମମାନଙ୍କୁ ଯେଉଁ ଅନୁଗ୍ରହ ଦାନ ଆଜି ଦେଇଛନ୍ତି, ଏହି ଉପାସନାକୁ ଆରମ୍ଭ କରୁ କରୁ ଆମମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ଏବଂ ନିଜ ନିଜକୁ ସମର୍ପଣ କରିବା। ମଙ୍ଗଳମୟ ଜିହୋବା ସଦାପ୍ରଭୁ, ତୁମରି ପବିତ୍ର ନାମର ଧନ୍ୟବାଦ କରୁଛୁ। ତୁମେ ଆଶ୍ଚର୍ଯ୍ୟ ଏବଂ ପରାକ୍ରାନ୍ତ ପରମେଶ୍ୱରଟ। ଆମମାନେ ଦେଖୁଥିବା ନ ଦେଖିପାରୁଥିବା ସମସ୍ତ ବିଷୟ ତୁମରି ହସ୍ତ ଦ୍ୱାରା ନିର୍ମିତ। ପ୍ରଭୁ ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ। ତୁମେ ସେହି ସମସ୍ତ ଗୌରବ ପ୍ରଶଂସା ପାଇବା ପାଇଁ ଏକମାତ୍ର ଯୋଗ୍ୟବନ୍ତ ପିତା ଅଟ। ତୁମ ନାମର ଧନ୍ୟବାଦ ହଉ। ଆମମାନଙ୍କୁ ତୁମରି ପରିଚୟ ଆମମାନଙ୍କ ଜୀବନରେ ଦେଲ। ତୁମରି ପବିତ୍ର ଉପାସନାକୁ ଆସିବା ପାଇଁ ଆଜି ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କରିଛ ବୋଲି ତୁମର ଧନ୍ୟବାଦ କରୁଛୁ। ଆଶ୍ଚର୍ଯ୍ୟ ଏବଂ ଭୟଙ୍କର ଏବଂ ଭୟଯୋଗ୍ୟ ପରମେଶ୍ୱର ତୁମେ। ପ୍ରଭୁ ଆମେ ତୁମରି ଉହାଡ଼ ମଧ୍ୟକୁ ଆସିବା ବେଳେ, ତୁମରି ମନ୍ଦିରର ପ୍ରାଙ୍ଗଣ ମଧ୍ୟକୁ ଆସିବା ବେଳେ ପ୍ରଭୁ ଆମେ ନିଜ ନିଜକୁ ନମ୍ର କରୁଛୁ। ଆମମାନଙ୍କର ସମସ୍ତ ମନ, ସମସ୍ତ ହୃଦୟ, ସମସ୍ତ ଶରୀର ନେଇ ଆମେ ତୁମ ନିକଟବର୍ତ୍ତୀ ହେଉଛୁ। ପ୍ରଭୁ ତୁମେ ଆମମାନଙ୍କୁ ଗ୍ରହଣ କର। ଆଜିର ଉପାସନା ତୁମେ ଆମମାନଙ୍କର ଗ୍ରହଣ କର ବୋଲି ପ୍ରାର୍ଥନା କରୁଛୁ। ଯେତେ ଜଣ ପ୍ରଭୁ ଏ ସ୍ଥାନରେ ଉପସ୍ଥିତ ଅଛନ୍ତି ପ୍ରତ୍ୟେକଙ୍କୁ ତୁମରି ସ୍ପର୍ଶ ଦିଅ, କାରଣ ତୁମେ ପ୍ରତିଜ୍ଞା କରିଛ ଯେଉଁ ଜାଗାରେ ତୁମରି ନାମ ହେତୁ 2 କି 3 ଏକାଠି ହୁଅନ୍ତି ସେହି ଜାଗାରେ ତୁମେ ବିଦ୍ୟମାନ। ଆଜି ଆମେ ବହୁ ସଂଖ୍ୟାରେ ଏ ସ୍ଥାନରେ ଅଛୁ। ତୁମରି ଉପସ୍ଥିତିକୁ ଆମେ କାମନା କରୁଛୁ ଏବଂ ବିଶ୍ୱାସ କରୁଛୁ ତୁମେ ଆମମାନଙ୍କ ମଧ୍ୟରେ ଅଛ। ପ୍ରଭୁ ସେଥିପାଇଁ ତୁମର ଧନ୍ୟବାଦ କରୁଛୁ, ତୁମରି ଗୌରବ କରୁଛୁ। ଆମମାନଙ୍କ ଜୀବନରେ ତୁମେ ଅନେକ ଅନୁଗ୍ରହ ଦାନ ତୁମେ ଦେଲ। ଆମମାନଙ୍କର ସମସ୍ତ ଅପରାଧ ତୁମେ କ୍ଷମା କଲ। ଆମମାନଙ୍କର ସମସ୍ତ ଆବଶ୍ୟକତା ତୁମେ ଯୋଗେଇଲ। ଆମମାନଙ୍କର ରୋଗ ବ୍ୟାଧି ତୁମେ ଦୂର କଲ। ସେଥିପାଇଁ ଏହି ପବିତ୍ର ଉପାସନାର ଅଂଶ ହେବା ପାଇଁ ଆମେ ସୁଯୋଗ ପାଇଛୁ। ସେଥିପାଇଁ ତୁମର ଧନ୍ୟବାଦ କରୁଛୁ। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ଯେତେବେଳେ ତୁମ ନିକଟବର୍ତ୍ତୀ ହବୁ, ତୁମେ ଆଜି ଆରାଧନା ଦ୍ୱାରା ଗୌରବ ପାଅ। ତୁମେ ସଙ୍ଗୀତ ଦଳକୁ ତୁମେ ବ୍ୟବହାର କରି ଆସୁଛ, ସେମାନଙ୍କ ପାଇଁ ମଧ୍ୟ ତୁମର ଧନ୍ୟବାଦ କରୁଛି। ପ୍ରଭୁ ପ୍ରତ୍ୟେକଙ୍କ ପାଇଁ ତୁମର ଧନ୍ୟବାଦ କରୁଛି ଏବଂ ପ୍ରତ୍ୟେକଙ୍କୁ ତୁମରି ହସ୍ତରେ ସମର୍ପଣ କରୁଛି। ପ୍ରଭୁ ସେମାନଙ୍କର ପ୍ରତ୍ୟେକଙ୍କୁ ତୁମରି ଆତ୍ମିକ ଦାନ ଦ୍ୱାରା ପରିପୂର୍ଣ୍ଣ କର। ଆତ୍ମାଙ୍କର ସହାୟତାରେ ଉପାସନା ଆରାଧନାକୁ କଢ଼େଇ ନେବା ପାଇଁ ସେମାନଙ୍କୁ ଆହୁରି ବଳ ଶକ୍ତି ତୁମେ ଯୋଗାଅ। ପ୍ରଭୁ ବିଶେଷ କରି ଯେଉଁମାନେ ଉପାସନାରେ ଯୋଗଦାନ କରିଛନ୍ତି, ଏହି ସ୍ଥାନରେ ଅଛନ୍ତି, ଯେଉଁମାନେ ଅନଲାଇନ୍ରେ ଯୋଗଦାନ କରିଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମରି ହସ୍ତରେ ରଖୁଛୁ। ତୁମେ ଆଜି ତୁମରି ବାକ୍ୟ ଦ୍ୱାରା, ଆରାଧନା ଦ୍ୱାରା, ତୁମରି କଥା ଦ୍ୱାରା ପ୍ରତ୍ୟେକଙ୍କୁ ସ୍ପର୍ଶ କର। ତୁମେ ଗୌରବ ପାଅ। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆଜିର ପ୍ରତ୍ୟେକଟି କାର୍ଯ୍ୟକ୍ରମକୁ ତୁମରି ହସ୍ତରେ ରଖୁଛୁ। ପ୍ରାର୍ଥନା, ବିଜ୍ଞାପନ, ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ତୁମରି ହସ୍ତରେ ମାନେ ରଖୁଛୁ। ପ୍ରଭୁ ଗୋ ତୁମେ ଦୟା ଅନୁଗ୍ରହ କର। ତୁମେ ହିଁ ଉପସ୍ଥିତ ରହି
ତୁମେ ପରିଚାଳନା କରିବା ପାଇଁ ଆମମାନଙ୍କୁ ସାହାଯ୍ୟ ଅନୁଗ୍ରହ କର। ମଧ୍ୟ ଯେଉଁ ଦାସଙ୍କୁ ଆଜି ତୁମେ ମନୋନୀତ କରିଛ ତୁମର ଜୀବନ୍ତ ବାକ୍ୟ ପ୍ରକାଶ କରିବା ପାଇଁ ଆତ୍ମାଙ୍କର ଅଭିଷେକ ଦେଇ ତୁମେ ତାଙ୍କର ମୁଖାଗ୍ର ରହି ତୁମେ କଥା କୁହ ଏବଂ ଆମଙ୍କର ପ୍ରତ୍ୟେକଙ୍କର ଅନ୍ତରକୁ ତୁମେ ସ୍ପର୍ଶ କର। ତୁମେ ଗୌରବ ପାଅ। ଯେଉଁମାନେ ପଥ ମଧ୍ୟରେ ଅଛନ୍ତି ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛୁ। ପ୍ରଭୁ ତୁମେ ଦୟା କର, କୁଶଳତା ଦିଅ, ଯଦ୍ୱାରା ସେମାନେ କୁଶଳରେ ପହଞ୍ଚି ତୁମର ଉପାସନାରେ ଯୋଗଦାନ କରିପାରିବେ। ସାହାଯ୍ୟ କର ପ୍ରଭୁ। ଆଜିର ଏହି ଉପାସନାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ଆମମାନଙ୍କ ସହିତରେ ରୁହ। ତୁମେ ଗୌରବ ପାଅ। ଯୀଶୁଙ୍କ ପବିତ୍ର ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଛୁ। ଆମେନ୍। ଆଜିର ଧ୍ୟାନ ଏବଂ ଚିନ୍ତା ନିମନ୍ତେ ଯେଉଁ ଶାସ୍ତ୍ରାଂଶ ମନୋନୀତ କରାଯାଇଛି ତା ମାନେ ପାଇବା ପ୍ରେରିତ ପୁସ୍ତକ ତାର 11 ଅଧ୍ୟାୟ 19 ପଦରୁ 26 ପଦ ପର୍ଯ୍ୟନ୍ତ। ପ୍ରେରିତ ପୁସ୍ତକ 11 ଅଧ୍ୟାୟ 19 ପଦରୁ 26 ପଦ ପର୍ଯ୍ୟନ୍ତ। ଏହି ସ୍ଥାନରେ ଏହି ପ୍ରକାର ଲେଖା ଅଛି, ଇତିମଧ୍ୟରେ ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁମାନେ ଛିନ୍ନ ଭିନ୍ନ ହୋଇଯାଇଥିଲେ ସେମାନେ ଫଇନିକିଆ, ସାଇପ୍ରସ୍ ଓ ଆନ୍ତିଓଖିଆ ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଜିହୁଦୀମାନଙ୍କ ବିନା ଆଉ କାହାରିଠାରେ ବାକ୍ୟ ପ୍ରଚାର କରୁନଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କୁପ୍ରିୟ ଓ କୁରିଣୀୟ ଲୋକ ଆନ୍ତିଓଖିଆକୁ ଆସି ଗ୍ରୀକମାନଙ୍କ ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ। ଆଉ ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା। ପୁଣି ଅନେକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ଫେରିଲେ। ସେମାନଙ୍କ ବିଷୟକ ସମ୍ବାଦ ଜେରୁସାଲେମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା। ସେଥିରେ ସେମାନେ ଆନ୍ତିଓଖିଆ ପର୍ଯ୍ୟନ୍ତ ବର୍ଣ୍ଣବାଙ୍କୁ ପ୍ରେରଣ କଲେ। ସେହି ଉପସ୍ଥିତ ହୋଇ ଈଶ୍ୱରଙ୍କର ଅନୁଗ୍ରହ ଦେଖି ଆନନ୍ଦିତ ହେଲେ। ଆଉ ଯେପରି ସେମାନେ ହୃଦୟର ଏକାଗ୍ରତାରେ ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି ସେଥି ନିମନ୍ତେ ସମସ୍ତଙ୍କୁ ଉତ୍ସାହ ଦେଲେ। କାରଣ ସେ ଜଣେ ଉତ୍ତମ ବ୍ୟକ୍ତି, ପୁଣି ପବିତ୍ର ଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ। ଏହି ପ୍ରକାରେ ଅନେକ ଲୋକ ପ୍ରଭୁଙ୍କଠାରେ ସଂଯୁକ୍ତ ହେଲେ। ପରେ ସେ ସାଉଲଙ୍କୁ ଖୋଜିବା ପାଇଁ ତାର୍ସକୁ ବାହାରିଗଲେ। ପୁଣି ସେ ତାଙ୍କୁ ପାଇ ଆନ୍ତିଓଖିଆକୁ ଘେନି ଆସିଲେ। ସେମାନେ ସମ୍ପୂର୍ଣ୍ଣ 1 ବର୍ଷ ପର୍ଯ୍ୟନ୍ତ ମଣ୍ଡଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ। ପୁଣି ଆନ୍ତିଓଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିଆନ ବୋଲି ଆଖ୍ୟାତ ହେଲେ। ପ୍ରଭୁ ଏହି ବାକ୍ୟ ଦ୍ୱାରା ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆଜି କଥା କୁହନ୍ତୁ। ସର୍ବପ୍ରଥମେ ମଣ୍ଡଳୀ ପକ୍ଷରୁ ନୂତନ ଭାବରେ ଚୟନ ହୋଇଥିବା ସଦସ୍ୟମାନଙ୍କୁ ବିଶେଷ ଶୁଭେଚ୍ଛା ଏବଂ ସ୍ୱାଗତ। ଆମେ ମଣ୍ଡଳୀ ସମସ୍ତେ ଠିଆ ହେବା ଏବଂ ଏହି ବିଶେଷ ପ୍ରାର୍ଥନାରେ ଆମମାନେ ଅଂଶୀ ହେବା। ଏହି ବିଶେଷ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିବି ମଣ୍ଡଳୀର ପାଳକ ରେଭରେଣ୍ଡ ଡକ୍ଟର ଆୟୁବ ଚିଞ୍ଚାଣୀ ସେ ସମ୍ମୁଖକୁ ଆସିବେ ଏବଂ ଏହି ବିଶେଷ ପ୍ରାର୍ଥନାରେ କଢ଼େଇ ନେବେ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ମୁଁ ଅନୁରୋଧ କରିବି ମଣ୍ଡଳୀକୁ ଦୟାକରି ଆପଣଙ୍କର ଦକ୍ଷିଣ ହସ୍ତ ଏହି ପ୍ରଭୁଙ୍କର ଦାସମାନଙ୍କ ଆଡ଼କୁ ବଢ଼େଇବେ। ଆମେ ସେମାନଙ୍କ ପାଇଁ ଈଶ୍ୱରଙ୍କର ଅନୁଗ୍ରହ ଭିକ୍ଷା କରିବା। ଯେପରି ଯେଉଁ ଦାୟିତ୍ୱ ପ୍ରଭୁ ସେମାନଙ୍କୁ ଦେଇଛନ୍ତି ତାହା ଯେପରି ସେମାନେ ବିଶ୍ୱସ୍ତ ସହକାରେ ଈଶ୍ୱରଙ୍କର ଗୌରବ ନିମନ୍ତେ ଏବଂ ଏ ମଣ୍ଡଳୀର ଶ୍ରୀବୁଦ୍ଧି ନିମନ୍ତେ ଯେପରି ପ୍ରଭୁ ସେମାନଙ୍କୁ ବ୍ୟବହାର କରିବେ ସେଥିପାଇଁ ଆମେ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ପିତା ଈଶ୍ୱର ଆମମାନଙ୍କର ପ୍ରେମମୟ ପ୍ରଭୁ ତୁମ ପବିତ୍ର ଗୌରବ ନାମକୁ ଧନ୍ୟବାଦ ଦେଉଛୁ। ଅନେକ ଦିନର ପ୍ରତୀକ୍ଷା ପରେ ପ୍ରଭୁ ଅନେକ ଦିନର ବିଚାର ବିମର୍ଶ ପରେ ଆମ ମଣ୍ଡଳୀ ମଧ୍ୟରେ ଏକ ନୂତନ ସମ୍ବିଧାନ ତୁମେ ଦେଲ। ପ୍ରଭୁ ଧନ୍ୟବାଦ ଦେଉଛୁ ଯେ ପ୍ରଭୁ ଆମ ମଣ୍ଡଳୀ ମଧ୍ୟରେ ପ୍ରଭୁ ଯେଉଁ ଶୃଙ୍ଖଳା କମିଟି ଏ ଯେଉଁ ସୁପରଭାଇଜରୀ କମିଟିକୁ ଗଢ଼ିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କରିଅଛ। हे प्रिय प्रभु एतबेले तुमर प्रिय दासମାନଙ୍କୁ ଆମେ तुम हस्ତରେ समर्पण करुअछु। तुम्हें समान को मनोनीत करिछ प्रभु आगामी 3 वर्ष निमंते जेपरि प्रभु समान मंडली निमंते आशीर्वादर कारण हेबे। जो नूतन डिकन डिकनेस मान को चयन करिवे मंडलीर प्रभु समस्त श्रृंखलार दायित्व को बहन करिवे। प्रभु तुम्हें समान को पवित्र आत्मा द्वारा अभिषेक कर एवं प्रभु आ तुम्हें समान को तुमर दास मान को तुम आत्मा द्वारा तुम्हें कढ़ई निय बोली प्रार्थना करुचु। जेपरि प्रभु समान नेतृत्व द्वारा
हाँ प्रभु मंडली जेपरी निष्ठा प्राप्त हब आशीर्वाद प्राप्त हब ये अनुग्रह तुम्हें दान कर प्रत्येक को तुम्हें आशीर्वाद कर ये प्रार्थना जिष्णु नाम उत्सर्ग करुछु आमेन। प्रभुंकर धन्यवाद हो। प्रभु आम को ये सुंदर अवकाश पर्यंत कढ़े आनी वर्तमान एक विशेष समय आम ईश्वरंकर वाक्य शुणा आम प्रत्येक निज निज को प्रस्तुत करवा से जीवंत वाक्य शुणा एवं ग्रहण करने आम जीवन में ताकू प्रयोग करने आम आज आनंदित जे मंडलीर सुसमाचार प्रचारक भाई प्रताप साहू प्रभु तांको आज मनोनीत करिसेंती आम मध्य वाक्य परिवेषण करने आम समस्ते तांको जानू जे मंडली रे दीर्घ दिन से सेवा करी आसुचंती अनेक थर प्रभुंकर वाक्य से वेदी उपर देइछंती। मो प्रभु जीशु ख्रीष्टंकर मधुर नाम रे तांको आह्वान करुची से सम्मुख को आसीबे ईश्वर जो वाक्य तांको हृदय रे रखिछंती मंडली प्रति ताहा से प्रकाश करिवे। प्रेज द लॉर्ड हालेलुया। प्रभु नाम को मु विशेष करी धन्यवाद दौची जे आज विशेष करी पालक मानक द्वारा पुणी पुलपिट कमिटी द्वारा आज दिन रे से मते मनोनीत करिसंती ईश्वरंकर वाक्य को रखिबा पई मु विशेष करी पुलपिट कमिटी पुणी पालक मानक मु धन्यवाद दौची। प्रभुंकर नाम धन्यवाद हो से मध्य अनुग्रह कले मो प्रति दया कले आज ये स्थान रे तांकर वाक्य को रखिबा पई से मते प्रस्तुत करिसंती। तेबे आज जो शास्त्रांश मनोनीत करा जायछि हेई पारे अनेक जन विलंबर आसीछंती किंतु आउ थरे ताहा खोला रखिबा प्रेरित 11 पर्व 19 रु 26 एटा खोला रखिथिबा आजिर ध्यान ये समस्त विषय यही स्थान रु ही आमे करिबा। आपण मानक निकट रे किछि पावर पॉइंट मध्य अच्छी आपण देखि पारिबे गोटी गोटी की पद को आमे आज ध्यान आकर्षण करिबा। तेबे आजिर शीर्षक जहाँकि मु यह चिंता कली प्रभु मो मन रे चिंता देले जहाँकि प्रेरित 11 पर्व 26 पद जहाँकि पृथ्वी को आज आम यही स्थान रे एकत्र हेइचु ईश्वरंकर प्रशंसा करिबा पई धन्यवाद करिबा पई आराधना करिबा पई एवं आमे समस्ते यीशु को विश्वास करिथिबारो प्रभु यीशु को ग्रहण करिथिबारो जल रे बपतिस्म नेइथिबारो आज आमे माने गोटे नाम रे परिचित अछु आ जहाँकि ख्रीस्टियन बोली कहगला। जदिबा आज सारा पृथ्वी गोटे यह गोटे धर्म बोली भावुची किंतु आमे माने समस्ते जानू यह गोटे रिलीजन नुह मात्र यह होची गोटे संपर्क। जदिबा यह ए धर्मर विषयटी केवल बाइबल रे अछि आउ अन्य माने ताहाको नामकरण देले सेथिपई मु आज मध्य अनेक थर ए शब्द को उच्चारण करिबी किंतु केही भाबंतु नाही जे मु आज विशेष करिकि ए ख्रीस्टियन धर्म विषय रे किछि कहिबी मात्र काहे कि से माने हेले ताहार ही केवल उद्देश्य आपण मानकु मु ताहा रखिबी। 65 एडी 65 एडी ख्रीष्टाब्द रे एही नामटी पृथ्वी मध्य को आसिला। तेबे यह खुशीर विषय जे यह अन्य माने देले आमे माने से ना को धरिकी आज पर्यंत चलीचु। तेबे आजिर यह आमे माने यह बुझी जीवा जे आद्य मंडलीर ख्रीस्टियान बा आद्य मंडलीर ख्रीष्ट विश्वासी आउ आजिर ख्रीस्टियान बा आजिर ख्रीष्ट विश्वासी मध्यरे पार्थक्य कौन से दिन कौन घटिला कौन हैला जे पृथ्वीवासी को ख्रीष्टंकर अनुगामी मानकु गोटे नामकरण करागला किंतु आज आमे केते सहजरे से नाम को नहीं जाइचु। फरक कौन अच्छी गोटे गोटे पद को आमे ताहा ध्यान करिकि आमे ताहा चिंता करि पारिबा। तेबे बाइबल 3टी स्थान रे ए ख्रीस्टियन शब्द को आपण पाइबे। गोटे प्रेरित 11:26 जहाँकि आजिर मुख्य शीर्षक आंतियोखिया रे शिष्य माने प्रथम रे ख्रीस्टियन बोली आख्यात हेले
ଦ୍ୱିତୀୟ ହେଉଛି ପ୍ରେରିତ 26 ପର୍ବ 28 ପଦରେ ସେଥିରେ ଆଗ୍ରିପା ପାଉଲଙ୍କୁ କହିଲେ, ଅଳ୍ପ କଥାରେ ତ ତୁମ୍ଭେ ଆମ୍ଭକୁ ଖ୍ରୀଷ୍ଟିଆନ କରିପାର ବୋଲି ମନେ କରିଅଛ। ତୃତୀୟ ବିଷୟ ଲେଖାଯାଉଛି ପ୍ରଥମ ପିତର 4:16 ଲେଖାଯାଉଛି, କିନ୍ତୁ କେହି ଯଦି ଖ୍ରୀଷ୍ଟିଆନ ହେବାରୁ ଦଣ୍ଡଭୋଗ କରେ ତାହେଲେ ସେ ଲଜ୍ଜାବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ୱରଙ୍କର ମହିମା କୀର୍ତ୍ତନ କରୁ। ଆଜି ଅନେକ ଏଇ ନାମ ପାଇଁ ଗର୍ବିତ, କିନ୍ତୁ ଆଜି ଏଇ ନାମ ପାଇଁ ମଧ୍ୟ ଆଜି ଅନେକ ଲଜ୍ଜିତ। ଅନେକ ଦିନ ତଳେ ମୁଁ ଗୋଟିଏ ମୋର ବନ୍ଧୁଙ୍କୁ ପଚାରିଲି ଯେ ସିଏ କେବେ ନିଜକୁ ଖ୍ରୀଷ୍ଟିଆନ ଭାବରେ ପରିଚୟ ଦିଅନ୍ତି ନାହିଁ। ସିଏ କୁହନ୍ତି ଖ୍ରୀଷ୍ଟିଆନ କ'ଣ ପ୍ରଭୁ କରିଥିଲେ କି? ତେବେ ବହୁତ ଯୁକ୍ତିତର୍କ ଭିତରେ ସେ ଯାହା କହିଲେ ଯେ ମୁଁ ହେଉଛି ଜଣେ ଶିଷ୍ୟ। କାହାର ଶିଷ୍ୟ? ନା ଯୀଶୁଙ୍କର ଶିଷ୍ୟ। ଯୀଶୁ କିଏ? ତେବେ ଏଇ ପ୍ରକାର ଯେତେ ବୁଲି ବୁଲିକି ଆସିଲେ ବି ସେଇ ଯୀଶୁଙ୍କ ପାଖକୁ ହିଁ ଆସୁଛନ୍ତି। ତେବେ ଆଜି ଏହି ନାମ ଆଜି ସାରା ପୃଥିବୀରେ ଯୀଶୁଙ୍କ ପାଇଁ ଆମେ ସମସ୍ତେ ପରିଚିତ। ଆଉ ବାଇବେଲରେ 3ଟି ସ୍ଥାନରେ ଏହା ଦେଖିବାକୁ ମିଳେ। କିନ୍ତୁ ଦୁଃଖର ବିଷୟ, ଯଦିବା ଆଦ୍ୟ ମଣ୍ଡଳୀରେ ଅନ୍ୟମାନେ এই ଆନ୍ତିଓଖିଆର ଶିଷ୍ୟମାନଙ୍କୁ ଏହି ନାମ ଦେଲେ, କିନ୍ତୁ ଆଜି ଦୁଃଖର ବିଷୟ ଆଜି ସାରା ପୃଥିବୀବାସୀ ଏହି ନାମକୁ ନେଇକି ସେମାନେ ହୁଏତ ମିସୟୁଜ୍ କରୁଛନ୍ତି, କିମ୍ବା ଏହି ନାମକୁ ନେଇକି ହୁଏତ ସେମାନେ ଠିକ୍ ଭାବରେ ଜୀବନଯାପନ କାଟି ପାରୁନାହାନ୍ତି। କାରଣ ଆଜି ଦେଶରେ ଯଦି ସାରା ବିଶ୍ୱରେ ଦେଖିବେ କୋଟି କୋଟି ଯୀଶୁଙ୍କର ଅନୁଗାମିକାରୀ ଯେଉଁମାନେ କି ନିଜକୁ ଖ୍ରୀଷ୍ଟିଆନ ବୋଲି କହନ୍ତି, କିନ୍ତୁ ଏହି ଖ୍ରୀଷ୍ଟିଆନ ମଧ୍ୟରେ ମଧ୍ୟ ଅନେକ ଆଜି ଯୀଶୁଙ୍କର ଫଲୋଅର୍ସ ନାହାନ୍ତି। ଆଜି ମଧ୍ୟ ରବିବାର ଦିନ ଆପଣମାନେ ଆସିଛନ୍ତି, କିନ୍ତୁ ପ୍ରତ୍ୟେକ ଦିନ ଆପଣ କି ପ୍ରକାରର ଜୀବନଯାପନ କାଟୁଛନ୍ତି? ଆଜି ଅନେକ ଯୀଶୁଙ୍କୁ ଅନୁଗମନ କରୁଥିବା ଲୋକମାନେ ରବିବାର ଯେମିତି ଯୀଶୁଙ୍କୁ ପ୍ରାଧାନ୍ୟ ଦିଅନ୍ତି, ଈଶ୍ୱରଙ୍କୁ ପ୍ରାଧାନ୍ୟ ଦିଅନ୍ତି, ବାକି ଦିନଗୁଡ଼ିକ ସେମାନେ ଈଶ୍ୱରଙ୍କୁ ସେଇ ପ୍ରକାର ପ୍ରାଧାନ୍ୟ ଦିଅନ୍ତି କି? ତେବେ ଏଇ ପ୍ରକାର ମୁଁ କେତେଟା ମୋର ଚିନ୍ତାରେ ଆସିଲା, ବିଭିନ୍ନ ପ୍ରକାର କାଟାଗୋରୀର ଖ୍ରୀଷ୍ଟିଆନ ମାନେ ଅଛନ୍ତି। ଟିକେ ହସ ଲାଗିପାରେ, କିନ୍ତୁ ଏହା ଆପଣମାନେ ମଧ୍ୟ ତାହା ବୁଝିପାରିବେ। କେତେକ ଖ୍ରୀଷ୍ଟିଆନ ମାନେ ଅଛନ୍ତି, ସେମାନେ ହେଉଛନ୍ତି ସଣ୍ଡେ ସେଣ୍ଟ, ରବିବାରିଆ ସାଧୁ। ସେମାନେ ଅନ୍ୟ ଦିନ କେମିତି ଜୀବନଯାପନ କାଟୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହଁ। ଅନ୍ୟ ଦିନ ପାଟିରୁ ଯାହା ବାହାରୁଛି ବାହାରୁ, ଅନ୍ୟ ଦିନ ଜୀବନଶୈଳୀ ଯେମିତି ହେଉଛି ହଉ, ଅନ୍ୟମାନଙ୍କର ଲାଇଫଷ୍ଟାଇଲ ଯେମିତି ହେଉଛି ହଉ, କିନ୍ତୁ ରବିବାର ଦିନ ଆସିଲା ପରେ ଏଇ ଭିତରକୁ ଆସିଗଲା ପରେ ଗୋଟେ ଭକ୍ତି ଭାବ ଆସିଯାଉଛି। ଏମାନେ ହେଉଛନ୍ତି ରବିବାରିଆ ସାଧୁ। ଅନ୍ୟ ଦିନ କ'ଣ ସେମାନେ ବୁଝୁଥିବେ, ମୁଁ ସମସ୍ତଙ୍କୁ ଏହା କହେ ନାହିଁ, କିନ୍ତୁ ଅନେକ ଏଇ ପ୍ରକାରର ଭାବରେ ଅଛନ୍ତି। ଆଉ କେତେ ଜଣ ଅଛନ୍ତି ଯେ ସେମାନେ ମାସିକିଆ ଖ୍ରୀଷ୍ଟିଆନ। ସେଥିପାଇଁ ସାଧାରଣତଃ ମଣ୍ଡଳୀର ପ୍ରଥମ ରବିବାର ଦିନ ଗିର୍ଜାଘର ଭର୍ତ୍ତି ହୋଇଯାଏ। ମୁଁ ଏହା କ୍ରିଟିସାଇଜ୍ କରୁନାହିଁ, ବାସ୍ତବ ଅନେକଙ୍କର ସମସ୍ୟା ରହୁଛି, ଅନେକ ଜଣ ଆସିପାରୁନାହାନ୍ତି, ଆଉ ପ୍ରଭୁଙ୍କୁ ସ୍ମରଣ କରିବା ପାଇଁ ସେମାନେ ଆସୁଛନ୍ତି, କିନ୍ତୁ ଆଜି ଅନେକ ଏହି ଧାରାବାହିକରେ ପଡ଼ିଯାଇଛନ୍ତି ଯେ ସେମାନେ ସୁବିଧା ଅଛି, ସୁଯୋଗ ଅଛି, ପ୍ରଭୁଙ୍କ ନିକଟକୁ ଆସିବା ପାଇଁ କୌଣସି ଅସୁବିଧା ମଧ୍ୟ ନାହିଁ, କିନ୍ତୁ ସେମାନେ ଗୋଟେ ଫିକ୍ସ କରିଦେଇଛନ୍ତି, ମାସକୁ ଥରେ ଗଲେ ଦ୍ରାକ୍ଷାରସ ନେଇଗଲେ, ପ୍ରଭୁ ଭୋଜ ନେଇଗଲେ ଯଥେଷ୍ଟ, ବାକି ଦିନ ବାକି ସଣ୍ଡେ ଯାହା ହେଉଛି ହଉ, ମୁଁ କିନ୍ତୁ ମାସକୁ ଯେମିତି ହେଲେ ଥରେ ଆସିବି। ଆଉ ସେମାନେ ହେଉଛନ୍ତି ରୁଟି ଆଉ ଦ୍ରାକ୍ଷାରସ ପାନକାରୀ ଖ୍ରୀଷ୍ଟିଆନ। ଆଉ କେତେ ଜଣ ଅଛନ୍ତି ସେମାନେ ପର୍ବ ପାଳନକାରୀ ଖ୍ରୀଷ୍ଟିଆନ। ଦେଖିବେ ଖ୍ରୀଷ୍ଟମାସ ସମୟରେ, ଗୁଡ୍ ଫ୍ରାଇଡେ ସମୟରେ, ଇଷ୍ଟର ସଣ୍ଡେରେ, ନ୍ୟୁ ଇୟରରେ ପୁରା ମଣ୍ଡଳୀ ଭର୍ତ୍ତି, ମଣ୍ଡଳୀ ବାହାରେ, ଭିତରେ, ପଛପଟ ଆମ୍ୟୁନିଟି ହଲରେ, ରୋଡ ସାଇଡରେ ଜାଗା ନଥାଏ। ତାହାର ମଧ୍ୟ ଅନେକ ଜଣ ସେଇ ପ୍ରକାର ଅଛନ୍ତି। ଆପଣଙ୍କର ଅଞ୍ଚଳରେ ଅନେକ ଲୋକଙ୍କୁ ଏଇ ପ୍ରକାର ପାଇବେ, ଦିନକ ପାଇଁ ସେମାନେ ମଣ୍ଡଳୀକୁ ଆସୁନଥିବେ, କିନ୍ତୁ ପର୍ବ ଆସିଗଲେ ସେମାନେ ବହୁତ ବ୍ୟସ୍ତ ହେଇଯାନ୍ତି। ଅନ୍ୟ ଦିନ ପ୍ରଭୁଙ୍କ ପାଇଁ ବ୍ୟସ୍ତ ନୁହଁ, କିନ୍ତୁ ପର୍ବ ଆସିଗଲେ ସେମାନେ ପ୍ରଭୁଙ୍କ ପାଇଁ ବ୍ୟସ୍ତ ନୁହନ୍ତି, ମାତ୍ର ସେମାନେ ନିଜ ପାଇଁ ହିଁ ବ୍ୟସ୍ତ ହୋଇପଡ଼ନ୍ତି। ତେବେ ଏଇ ପ୍ରକାର ଭାବରେ ମଧ୍ୟ କେତେକ ଅନେକ ଖ୍ରୀଷ୍ଟିଆନ ମାନେ ଆଜି ଅଛନ୍ତି। ଇଏ ହେଉଛନ୍ତି ଗୋଟେ ମୁଡ୍ ବେସ୍ଡ ଖ୍ରୀଷ୍ଟିଆନ। ମୁଡ୍ ବେସ୍ଡ ଖ୍ରୀଷ୍ଟିଆନ ମାନେ ହେଉଛନ୍ତି ଇଚ୍ଛା ହେଲେ ଯିବେ, ଇଚ୍ଛା ନହେଲେ ଆସିବେନି। ଆଜି ଟିକେ ଭଲ ଲାଗୁଛି ମୁଁ ଟିକେ ପଳେଇବି, ଆଜି ଟିକେ ଭଲ ଲାଗୁନି
ମୁଁ ଆଜି ଯିବିନି। ଅନେକ ଖ୍ରୀଷ୍ଟିଆନ ମାନଙ୍କ ଭିତରୁ ଏଇ ମୁଡ୍ ବେସ୍ଡ ଖ୍ରୀଷ୍ଟିଆନ ମାନେ ମଧ୍ୟ ଅନେକ ଅଛନ୍ତି। ଆଉ କେତେକ ଅଛନ୍ତି କ୍ଲାଇମେଟ୍ ଖ୍ରୀଷ୍ଟିଆନ। ପାଣିପାଗ ଦେଖିକି ସେମାନେ ଆସିବେ। ଆଜି ବର୍ଷା ହେବ, କିଏ ଯିବ, ଏତେ ହଇରାଣ ହେବ, ଏତେ କଷ୍ଟ ହେବ, ଲେଟ୍ରେ ଗଲେ ବରଣ୍ଡାରେ ବସିବାକୁ ପଡ଼ିବ, ପାଣି ଛିଟିକା, ବହୁତ କଥା ଭାବି ଦେଇଥିବେ। ଆଜି ଖରା ହେଉଛି, ଖରା ବହୁତ ହେବ, ସନଷ୍ଟ୍ରୋକ୍ ହେବ। ମୁଁ ଏହା ସମସ୍ତଙ୍କୁ କହୁନାହିଁ, ଅନେକଙ୍କର ଆମର ଶାରୀରିକ ସମସ୍ୟା ଅଛି ନିଶ୍ଚିତ, ଯେଉଁମାନେ ଖରାରେ ଅସୁବିଧା ଅଛି, କିନ୍ତୁ ଅନେକ ଜଣ ମାଇଣ୍ଡ ସେଟ୍ ଏଇ ପ୍ରକାର ହେଇଯାଇଛି, ସେମାନଙ୍କର ଇଚ୍ଛା ହେଲେ ଯିବେ, ଇଚ୍ଛା ନହେଲେ ଯିବେ, ଆସିବେ ନାହିଁ। କେତେ ଜଣ ପାଣିପାଗ ଦେଖିକି ଆସିବେ। ଆଉ କେତେ ଜଣ ଅଛନ୍ତି, ଏମାନେ ହେଉଛନ୍ତି ଆମେନ୍ ଆରାଇଭର୍ସ। ଶେଷକୁ କେବଳ ଆମେନ୍ ଶବ୍ଦ ଶୁଣିବାକୁ ଆସନ୍ତି, ଶେଷ ଆଶିଷ ଭିକ୍ଷା ନେବାକୁ ଆସିବେ। ଅନେକଙ୍କର ଏଇଟା ଅଭ୍ୟାସଗତ। ଦେଖିବେ ବାକ୍ୟ ସମୟରେ ସେମାନେ ଅଧାରେ ଆସିବେ। ମଣ୍ଡଳୀରେ ପ୍ରାୟ ସମୟରେ ଦେଖିବେ ଆରମ୍ଭରୁ ଅଧା ଲୋକ। ଆଜି ତ ଦେଖୁ ଦେଖୁ ଲାଗିଲା କି ଆଜି କ'ଣ ଲୋକ ଭୁଲିଗଲେ ନା କ'ଣ, ଆଉ ଏଇ ପ୍ରକାର କଥା ହେଉଥିଲା ନାହିଁ। ଆଜି ଯେହେତୁ ଟାଇମ୍ ଟେବୁଲ୍ ଚେଞ୍ଜ ହେଇଛି, ସେଥିପାଇଁ ଅନେକ ଜଣ ଜାଣିନାହାନ୍ତି। କିନ୍ତୁ ଅନେକ ଜଣ ଏଇ ପ୍ରକାର ଭାବରେ ଅଛନ୍ତି, ସେମାନେ ଜାଣି ଶୁଣିକି ଦିନ ଦିନ ବର୍ଷ ଧରିକି ଯାହା ହଉ ଚାଲୁଛି, ମୁଁ ଶେଷକୁ ଟିକେ ଯିବି, ଟିକିଏ ତ ପ୍ରେଜେଣ୍ଟ ପକାଇଦେବି, ପାଦ ପକାଇଦେବି, ଆଉ ଆଶିଷ ଭିକ୍ଷା ଟିକେ ନେଇକି ପଳେଇ ଆସିବି। ସେମାନେ ଭାବନ୍ତି ମୁଁ ଆଶିଷ ଭିକ୍ଷା ଶୁଣିଦେଲେ ଆଶିଷ ପଳେଇ ଆସିବ। ଏମାନଙ୍କୁ ଆମେନ୍ ଆରାଇଭର୍ସ ଖ୍ରୀଷ୍ଟିଆନ ବୋଲି କୁହାଯାଏ। ଆଉ କେତେ ଜଣ ଅଛନ୍ତି ଅନଲାଇନ୍ ଖ୍ରୀଷ୍ଟିଆନ। ଆଜି ଆମର ପାଷ୍ଟର ଆୟୁଷ ଜାଣିବି ରାଗୁଥିଲେ ଯେ ଅନେକ ଜଣ ଅଛନ୍ତି, ଏହା ଗୋଟେ ଧାରାବାହିକ ହେଇଯାଇଛି। ପ୍ରଭୁ ସେମାନଙ୍କୁ ଗାଡ଼ି ଦେଇଛନ୍ତି, ପ୍ରଭୁ ସେମାନଙ୍କୁ ସବୁ ପ୍ରକାର ସୁବିଧା ଦେଇଛନ୍ତି, ଧନ ଦେଇଛନ୍ତି, ଅର୍ଥ ଦେଇଛନ୍ତି। ଆଜିର ସମୟରେ ଭୁବନେଶ୍ୱରରେ କୌଣସି ଅସୁବିଧା ନାହିଁ ଓଲା ଉପରେ ଆସିବାରେ। କିନ୍ତୁ ଅନେକ ଜଣ ଅଛନ୍ତି, ସେମାନେ ଜାଣି ଶୁଣି ମଧ୍ୟ ଉପାସନାକୁ ଆସିବେ ନାହିଁ। ଅନଲାଇନ୍ ତ ଅଛି, ଆମେ ଅନଲାଇନ୍ରେ ଉପାସନା କରିଦେବେ। କାହା ସହିତ ଉପାସନା କରୁଛନ୍ତି? ଚା ପିଇକି, ଗୋଟେ ବିସ୍କୁଟ ଖାଇକି, ଝାଲ ମୁଡ଼ିକି ଖାଇକି ବି। ଓ କୋଭିଡ଼ ସମୟରେ, ଯେହେତୁ କୋଭିଡ଼ ସମୟରେ ଗୋଟେ ପ୍ରାକ୍ଟିକାଲ ଇସ୍ୟୁ ଥିଲା, ଲୋକ କରୁଥିଲେ। କିନ୍ତୁ ଆଜି ବି ମଧ୍ୟ ଏଇ ପ୍ରକାରର ଅନେକ ଆଜି ଖ୍ରୀଷ୍ଟିଆନ୍ସ ମାନେ ଅଛନ୍ତି, ଅନଲାଇନ୍ ଖ୍ରୀଷ୍ଟିଆନ ମାନେ ଅଛନ୍ତି। ତେବେ ମୁଁ ବାଇବେଲରୁ 3 ଜଣ ବ୍ୟକ୍ତିଙ୍କର ଉଦାହରଣ ଆପଣଙ୍କୁ ଦେଖେଇବି। ଏଟା ଗୋଟେ କୁଇଜ୍ ଭଳି, କିନ୍ତୁ ଉତ୍ତର ମୋତେ ଦେବେ ନାହିଁ। ଆପଣ ଖାଲି ଭାବନ୍ତୁ, ଆଉ ମୁଁ ପ୍ରଶ୍ନ ପଚାରିଲେ ଆପଣ କାହାକୁ ଭାବୁଛନ୍ତି, ଆଉ ଯଦି କହିବେ ବି ଭଲ, କିଛି ଅସୁବିଧା ନାହିଁ। ଇଏ ହେଉଛନ୍ତି ଗୋଟେ ଆଇବଙ୍କ ପରିବାର। ଆଇବଙ୍କ ପରିବାରରେ ଆମେ ଜାଣୁ ତାଙ୍କର ପୁଅ ଥିଲେ, ଝିଅ ଥିଲେ, ସ୍ତ୍ରୀ ଥିଲେ, ଆଉ ଆଇବ ନିଜେ ଥିଲେ। ଆପଣ ଏଇ ପରିବାରରୁ କାହାକୁ ଆପଣ ଜଣେ ପ୍ରକୃତ ଖ୍ରୀଷ୍ଟିଆନ ବୋଲି ଆପଣ ଭାବିପାରନ୍ତି? ଆଇବଙ୍କ। ଓକେ, ଥ୍ୟାଙ୍କ ୟୁ। ଇଏ ହେଉଛନ୍ତି ଜାକୁବଙ୍କର 12 ପୁଅ। 12 ପୁଅଙ୍କ ଭିତରୁ ଆପଣ କାହାକୁ ପ୍ରକୃତ ଖ୍ରୀଷ୍ଟିଆନ ବୋଲି ଆପଣ ଭାବିପାରିବେ? ଜଣକୁ ବାଛନ୍ତୁ। ଯୋସେଫଙ୍କୁ। ଥ୍ୟାଙ୍କ ୟୁ। ଆଉ 11 ଜଣକୁ ବି ବାଛିଲେନି। ଇଏ ହେଉଛନ୍ତି ଜଣେ ପରିବାର ସ୍ୱାମୀ ସ୍ତ୍ରୀ, ହନାନିୟ ସଫିରା। ଆଙ୍କୁ ଯଦି ଆପଣ ଖ୍ରୀଷ୍ଟିଆନ ବୋଲି କହିବେ, ଏଇ 2 ଜଣଙ୍କ ଭିତରୁ କିଏ ଖ୍ରୀଷ୍ଟିଆନ ବୋଲି ଆପଣ କହିବେ? କେହି ବି ନାହିଁ। କିନ୍ତୁ ଏମାନେ ତ ଯୀଶୁଙ୍କୁ ଗ୍ରହଣ କରିଥିଲେ, ବାପ୍ତିସ୍ମ ନେଇଥିଲେ। ତେବେ ସମସ୍ୟା ବି ରହିଛି। ଆଜିର ପୃଥିବୀରେ ଏଇ ପ୍ରକାରର ଅନେକ ଖ୍ରୀଷ୍ଟିଆନ୍ସ ମାନେ ଅଛନ୍ତି, ସେମାନେ ମଧ୍ୟ କୁହନ୍ତି ଆମେ ଖ୍ରୀଷ୍ଟିଆନ। ମୁଁ ମଣ୍ଡଳୀକୁ ଯାଉଛି, ମୁଁ ଦାନ ଦେଉଛି, ମୁଁ ଦଶମାଂଶ ଦେଉଛି, ଉପବାସ କରୁଛି, ପ୍ରାର୍ଥନା କରୁଛି, ସାକ୍ଷ୍ୟ ବି ଦେଉଛି। କିନ୍ତୁ କି ପ୍ରକାରର ଖ୍ରୀଷ୍ଟିଆନ, ସେମାନେ ହିଁ କେବଳ ଜାଣିବେ। ଆପଣମାନେ ହିଁ ଚିନ୍ତା କରନ୍ତୁ। ଏଇ ଯେଉଁ 11 ପର୍ବ 26 ପଦକୁ ଯେତେବେଳେ ଆମେ ଆସିବା, ତାହା ପୂର୍ବରୁ ଲେଖାଯାଉଛି, ଯଦି ବାଇବେଲରେ ଦେଖିବା, ଅନେକ ପଦ ଗୁଡ଼ିକ ଅଛି ଯାହାକି ଏଇ ପ୍ରେରିତ ପୁସ୍ତକର, ଯଦି ମୁଁ କହିବି 2 ପର୍ବ 41ରେ ଲେଖା ହେଉଛି, ଯେତେବେଳେ ପିତର ଯେତେବେଳେ ପ୍ରଚାର କରୁଛନ୍ତି, ପ୍ରଥମେ 3000 ଲୋକମାନେ ଆସୁଛନ୍ତି, ମନ ପରିବର୍ତ୍ତନ କରୁଛନ୍ତି, ପ୍ରଭୁଙ୍କୁ ଗ୍ରହଣ କରୁଛନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କୁ ଖ୍ରୀଷ୍ଟିଆନ ବୋଲି କୁହାଯାଉ ନାହିଁ। ପ୍ରେରିତ 4 ପର୍ବ 4 ପଦରେ ମଧ୍ୟ ଅଛି, ଯେତେବେଳେ ଲେଖା ହେଉଛି, ତଥାପି ବାକ୍ୟ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ, ଆଉ ପୁରୁଷମାନଙ୍କର ସଂଖ୍ୟା ପ୍ରାୟ 5000 ଲୋକ, ଖାଲି ପୁରୁଷ। ସ୍ତ୍ରୀମାନଙ୍କ ହିସାବ କରି ହେଲା ନାହିଁ, ଗଣି ହେଲା ନାହିଁ। ଯୁବା ଯୁବତୀମାନଙ୍କୁ ତ ଛାଡ଼ନ୍ତୁ,
ତଥାପି ସେତେବେଳ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କୁ ଖ୍ରୀଷ୍ଟିଆନ କୁହାଯାଇ ନଥିଲା। 5 ପର୍ବ 14 ପଦରେ ମଧ୍ୟ ଲେଖାଯାଉଛି, ଆହୁରି ଅଧିକ ଅନେକ ପୁରୁଷ ଓ ସ୍ତ୍ରୀ ବିଶ୍ୱାସ କରି ପ୍ରଭୁଙ୍କ ସହିତ ସଂଯୁକ୍ତ ହେବାକୁ ଲାଗିଲେ, ତଥାପି ସେ ପର୍ଯ୍ୟନ୍ତ ସେମାନଙ୍କୁ ଖ୍ରୀଷ୍ଟିଆନ କୁହାଯାଇ ନଥିଲା। 6 ପର୍ବ 1 ପଦରେ ଲେଖାହେଉଛି, ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଇଲା। 9 ପର୍ବ 35 ପଦରେ ଲେଖାହେଉଛି, ଲୁଦ ଓ ସାରଣ ନିବାସୀ ସମସ୍ତେ ପ୍ରଭୁଙ୍କ ପ୍ରତି ଫେରିଲେ। 9 ପର୍ବ 42ରେ ଲେଖାଯାଉଛି, ଏହି କଥା ଜାଫର ସବୁଆଡ଼େ ଜଣାପଡ଼ିଲା, ଅନେକ ପ୍ରଭୁଙ୍କ ଠାରେ ବିଶ୍ୱାସ କଲେ। ଆଉ 10 ପର୍ବ 24 ପଦ ଯଦି କର୍ଣ୍ଣେଲ୍ୟଙ୍କ ପରିବାରକୁ ଦେଖିବା, ସିଏ ତାଙ୍କର ବନ୍ଧୁବାନ୍ଧବ, ତାଙ୍କର ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ଡାକିକି ତାଙ୍କ ଘରେ ଆଉ ପିତରଙ୍କ ଦ୍ୱାରା ପ୍ରଭୁଙ୍କ କଥା ଶୁଣିଲେ। ଆଉ ଏ 10 ପର୍ବ 27 ପଦରେ ଲେଖାଯାଉଛି, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି, ଏହା ଦେଖି ସମସ୍ତେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲେ। ତେବେ ଯେତେବେଳେ ବାଇବେଲ ଆମେ ଦେଖୁଛୁ, ପ୍ରେରିତ 2 ପର୍ବ ଠାରୁ 10 ପର୍ବ ପର୍ଯ୍ୟନ୍ତ ଅନେକ ଜଣ ପ୍ରଭୁଙ୍କ ପ୍ରତି ଫେରିଲେ, ପ୍ରଭୁଙ୍କ ଠାରେ ବିଶ୍ୱାସ କଲେ, ପ୍ରଭୁଙ୍କୁ ଗ୍ରହଣ କଲେ, କିନ୍ତୁ ସେ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କୁ ଖ୍ରୀଷ୍ଟିଆନ ବୋଲି କୁହାଯାଇ ନଥିଲା। କିନ୍ତୁ କ'ଣ ଘଟିଲା ଏଇ 11 ପର୍ବରେ, ଯାହାକି 19 ପଦରୁ 26 ପଦ ମଧ୍ୟରେ ଆମେ ତାହାକୁ ଧ୍ୟାନ ଆକର୍ଷଣ କରିବା। ଆନ୍ତିଓଖିଆରେ ଏଇ ଲୋକମାନଙ୍କ ଜୀବନରେ କ'ଣ ଘଟିଲା ଯାହାକି ଆଜି ଖ୍ରୀଷ୍ଟିଆନ ବୋଲି କୁହାଗଲା। ଆଉ ଏଇ ଆନ୍ତିଓଖିଆ ଠାରୁ ଆଜି ପର୍ଯ୍ୟନ୍ତ ଏଇ ଖ୍ରୀଷ୍ଟିଆନ ନାମ ବ୍ୟାପୁଛି। ଯଦି ବା ଲୋକମାନେ ଏହାକୁ ବୁଝିପାରନ୍ତିନି, ଆମେ ଅତି ସହଜରେ ଯେଉଁଠି ଥିଲେ ବି ଆମେ କହିଦେଉ ଯେ ମୁଁ ଜଣେ ଖ୍ରୀଷ୍ଟିଆନ, କିନ୍ତୁ କାହିଁକି ଖ୍ରୀଷ୍ଟିଆନ ହେଲେ ତାହାର ଉତ୍ତର ନଥିବ। ଆନ୍ତିଓଖିଆର ବିଶ୍ୱାସୀମାନଙ୍କ ଜୀବନରେ ଯଦି ପ୍ରଶ୍ନ ପଚାରିବେ, ଭାଇ ତୁମେ କାହିଁକି ଖ୍ରୀଷ୍ଟିଆନ ହେଲ, ସେମାନଙ୍କ ପାଖରେ ଆନ୍ସର ଅଛି। ଆନ୍ତିଓଖିଆର ବିଷୟକୁ ଟିକେ ଆମେ ଧ୍ୟାନ କରିବା। ଏଇ 19 ପଦରୁ 26 ପଦ ମଧ୍ୟରେ 4 ଥର ଆନ୍ତିଓଖିଆ ବିଷୟରେ ଲେଖାଯାଉଛି। ପ୍ରଥମ ହେଉଛି 19 ପଦକୁ ଯଦି ଆମେ ଟିକେ ଦେଖିବା, 19 ପଦରେ ଲେଖାହେଉଛି, ଇତିମଧ୍ୟରେ ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁମାନେ ଛିନ୍ନ ଭିନ୍ନ ହୋଇଯାଇଥିଲେ, ସେମାନେ ଫଇନିକିଆ, ସାଇପ୍ରସ୍ ଓ ଆନ୍ତିଓଖିଆ ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଜିହୁଦୀମାନଙ୍କ ବିନା ଆଉ କାହାରି ନିକଟରେ ବାକ୍ୟ ପ୍ରଚାର କରୁନଥିଲେ। ଏହି ସ୍ଥାନରେ ଦେଖୁଛୁ, ଯେତେବେଳେ ସ୍ତିଫାନଙ୍କୁ ପ୍ରସ୍ତାରାଘାତରେ ଯେତେବେଳେ ମାରିଲେ, ଆଉ ସେହି ସମୟରେ ଶିଷ୍ୟମାନେ ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ଲୋକମାନେ, ଯାହାକି 8 ପର୍ବ 1 ପଦ ଆଉ 4 ପଦରେ ଲେଖାହେଉଛି, ସମସ୍ତେ ଛିନ୍ନ ଭିନ୍ନ ହୋଇଗଲେ। ଆଉ ଛିନ୍ନ ଭିନ୍ନ ହେଇକି ସେମାନେ ଆନ୍ତିଓଖିଆ ପର୍ଯ୍ୟନ୍ତ ପଳେଇଲେ, ବିଭିନ୍ନ ସ୍ଥାନକୁ ଯାଇଛନ୍ତି। ଫଇନିକିଆ ଗଲେ, ସାଇପ୍ରସ୍ ମଧ୍ୟ ଗଲେ ଓ ଆନ୍ତିଓଖିଆ ପର୍ଯ୍ୟନ୍ତ ସେମାନେ ଗଲେ। ଆଉ ସେମାନେ ଜିହୁଦୀମାନଙ୍କ ନିକଟରେ ଖାଲି ସେମାନେ ପ୍ରଚାର କଲେ। ହୁଏତ ସେମାନେ ଜାଣିନଥିଲେ ସେ ପର୍ଯ୍ୟନ୍ତ ଏହା ଏଇ ସୁସମାଚାର ସମସ୍ତଙ୍କ ପାଇଁ, କିନ୍ତୁ ସେମାନେ ସେଇମାନଙ୍କ ନିକଟରେ ଆଉ ପ୍ରଚାର କଲେ। କାହିଁକି ପ୍ରଚାର କଲେ ନା, ଜିହୁଦୀମାନଙ୍କୁ ଯେଉଁ ପ୍ରତିଜ୍ଞା ଥିଲା, ହୁଏତ ଶିଷ୍ୟମାନେ ଭାବିଲେ ଯେ ଏହା ଜିହୁଦୀମାନଙ୍କ ପାଇଁ, ଆଉ ସେମାନେ ଜିହୁଦୀମାନଙ୍କୁ ସେମାନେ ପ୍ରଚାର କଲେ। 20 ପଦ ଯଦି ଦେଖିବା, କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କୁପ୍ରିୟ କୁରାଣୀୟ ଲୋକ ଆନ୍ତିଓଖିଆକୁ ଆସି, ଆନ୍ତିଓଖିଆ ପର୍ଯ୍ୟନ୍ତ ଗଲେ। ଏବେ ଆନ୍ତିଓଖିଆକୁ ଆଉ ଅନ୍ୟ ଲୋକମାନେ ଆସିକି ଗ୍ରୀକ୍ ମାନଙ୍କ ନିକଟରେ ପ୍ରଚାର କରିବାକୁ ଲାଗିଲେ। ଗ୍ରୀକ୍ ମାନଙ୍କ ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କର ସୁସମାଚାର ପ୍ରଚାର କରିବାକୁ ଲାଗିଲେ। ପ୍ରଥମେ ଦେଖନ୍ତୁ, ଗୋଟିଏ ପଏଣ୍ଟ ହେଉଛି ଯେ ପ୍ରଥମେ ଯେତେବେଳେ ଛିନ୍ନ ଭିନ୍ନ ହୋଇଯାଇଥିଲେ ଆନ୍ତିଓଖିଆକୁ ଆସିଲେ, ପୁଣି ଅନ୍ୟ ଜାଗାରୁ କୁପ୍ରିୟ କୁରାଣୀୟ ଲୋକ ମଧ୍ୟ ଆନ୍ତିଓଖିଆକୁ ଆସି ଗ୍ରୀକ୍ ମାନଙ୍କ ନିକଟରେ, ଅର୍ଥାତ୍ କେତେକ ଜଣ ଜିହୁଦୀମାନଙ୍କୁ ସୁସମାଚାର କହିଲେ, ଆଉ କେତେଜଣ ଗ୍ରୀକ୍ ମାନଙ୍କ, ଅର୍ଥାତ୍ ଆନ୍ତିଓଖିଆରେ ଗ୍ରୀକ୍ ହେଉ ବା ଜିହୁଦୀ ହେଉ ସମସ୍ତଙ୍କ ନିକଟରେ ସୁସମାଚାର ପ୍ରଚାର କରାଗଲା। ତେବେ ଏହି ସୁସମାଚାର କ'ଣ? ଆଜି ମଧ୍ୟ ଆମର ଅନେକ ଲୋକମାନେ ସୁସମାଚାର କ'ଣ ଜାଣନ୍ତି ନାହିଁ। ଖ୍ରୀଷ୍ଟିଆନ ହବା ତ ଦୂରର କଥା, ସୁସମାଚାର ସେମାନେ ଶୁଣିଲେ। ଆନ୍ତିଓଖିଆର ଲୋକମାନେ ଯୀଶୁଙ୍କର ଜନ୍ମ, ଯୀଶୁଙ୍କର ମୃତ୍ୟୁ, ଯୀଶୁଙ୍କର ପାପକ୍ଷମା, ଯୀଶୁଙ୍କର ଉଦ୍ଧାର, ଯୀଶୁଙ୍କର ପୁନରୁତ୍ଥାନ, ପୁଣି ଯୀଶୁଙ୍କର ଆଉ ଥରେ ପୁନରାଗମନ ବିଷୟ ଶୁଣିଲେ। ଯୀଶୁ ଯେ ଆମକୁ ଆସିଲେ ପାପରୁ ଉଦ୍ଧାର କରିବା ପାଇଁ, ଏହି ସୁସମାଚାର ସେମାନେ ଶୁଣିଲେ। ପ୍ରଥମେ ଆନ୍ତିଓଖିଆର ଲୋକମାନେ ଦେଖନ୍ତୁ ସୁସମାଚାର ଶୁଣିଲେ। ଏବେ ଆମେ ଯେଉଁମାନେ ମଧ୍ୟ ନିଜକୁ ଖ୍ରୀଷ୍ଟିଆନ ବୋଲି କହୁଛୁ, ଏବେ ଆମେ ଟିକେ କମ୍ପେୟାର କରିବା ଆନ୍ତିଓଖିଆର ବିଶ୍ୱାସୀମାନେ ଆଉ ଆମେ ମଧ୍ୟ ବିଶ୍ୱାସୀମାନେ। ଆମେ ମଧ୍ୟ ସୁସମାଚାର ଶୁଣିଛୁ।
ଯୀଶୁଙ୍କର ଜନ୍ମ ଠାରୁ ଯୀଶୁଙ୍କର ପୁନରାଗମନ ପର୍ଯ୍ୟନ୍ତ ସୁସମାଚାର ଶୁଣିଛୁ। ସେମାନେ ସୁସମାଚାର ଶୁଣିଲେ ଏବଂ ତାପରେ ଲେଖାଯାଉଛି କ'ଣ 21 ପଦରେ, ଆଉ ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା, ପୁଣି ଅନେକ ଅନେକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ଫେରିଲେ। ପ୍ରଥମ ବିଷୟ ଆନ୍ତିଓଖିଆର ଲୋକମାନେ ସୁସମାଚାର ଶୁଣିଲେ। ଦ୍ୱିତୀୟ ବିଷୟ ହେଉଛି କ'ଣ, ସେମାନେ ବିଶ୍ୱାସ କଲେ। ଆଜି ମଧ୍ୟ ଆମେମାନେ ସୁସମାଚାର ଶୁଣିଲୁ, ସୁସମାଚାରକୁ ବିଶ୍ୱାସ କଲୁ। କ'ଣ ବିଶ୍ୱାସ କଲେ? ପୁନର୍ବାର ଯାହା ସୁସମାଚାରରେ କୁହାଯାଇଥିଲା, ଗୋଟେ ସିଙ୍ଗଲ ୱାର୍ଡକୁ ମଧ୍ୟ ସେମାନେ ଡାଉଟ୍ କରିନାହାନ୍ତି। କିନ୍ତୁ ଆଜିର ଦୁଃଖର ବିଷୟ, ଆମେ ନିଜକୁ ଅନେକ ଆଜି ଖ୍ରୀଷ୍ଟିଆନ ବୋଲି କହୁଛୁ, କିନ୍ତୁ ଅନେକ ଆଜି ବାକ୍ୟରେ ସନ୍ଦେହ ଅଛି, ସୁସମାଚାରରେ ସନ୍ଦେହ ଅଛି, ପ୍ରଭୁଙ୍କ ଠାରେ ମଧ୍ୟ ସନ୍ଦେହ ଅଛି। କିନ୍ତୁ ଆମେ କହିଦେଉଛୁ କ'ଣ, ମୁଁ ଜଣେ ଯୀଶୁଙ୍କର ଲୋକ ବା ମୁଁ ଜଣେ ଖ୍ରୀଷ୍ଟିଆନ। ସେମାନେ ଯାହା ଶୁଣିଲେ ସେମାନେ ତାହା ବିଶ୍ୱାସ କଲେ। 21 ପଦରେ ଲେଖା ହେଉଛି, ସେମାନେ ବିଶ୍ୱାସ କଲେ, ଆମେ ମଧ୍ୟ ହୁଏତ ଅନେକ ଜଣ ବିଶ୍ୱାସ କରିଛୁ। ତୃତୀୟ ପଦକ୍ଷେପ କ'ଣ ନା, ସେଇ 21 ପଦର ଶେଷ ଧାଡ଼ିରେ ବାଇବେଲକୁ ଖୋଲା ରଖିକି ଦେଖୁଥାନ୍ତୁ, ଲେଖା ହେଉଛି ବିଶ୍ୱାସ କଲେ, ପ୍ରଭୁଙ୍କ ପ୍ରତି ଫେରିଲେ, ମନ୍ଦତାରୁ ଫେରିଲେ, ପାପରୁ ଫେରିଲେ, ଅବାଟରୁ ବାଟକୁ ଫେରିଲେ, ମନ୍ଦ ଜୀବନରୁ ଭଲ ଜୀବନକୁ ଫେରିଲେ, ପ୍ରଭୁଙ୍କ ପାଖକୁ ଫେରିଲେ। ଆଜି ଯଦି ଆମେମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି କହୁଛୁ, ଆମେ ମଧ୍ୟ ଯଦି ସେଇ ଆନ୍ତିଓଖିଆର ମଣ୍ଡଳୀ ଲୋକମାନଙ୍କ ସହିତ ଟିକେ ଚିନ୍ତା କରିବା, ସେମାନେ ବି ସୁସମାଚାର ଶୁଣିଲେ, ଆମେ ଶୁଣିଲୁ, ସେମାନେ ବି ପ୍ରଭୁଙ୍କୁ ବିଶ୍ୱାସ କଲେ, ଆମେ ମଧ୍ୟ ବିଶ୍ୱାସ କଲୁ, ସେମାନେ ପ୍ରଭୁଙ୍କ ପ୍ରତି ଫେରିଲେ। ଏବେ ଆମର ଜୀବନରେ ଗୋଟେ ପ୍ରଶ୍ନବାଚକ ଆମେ ଲଗେଇବା, ଆମେ କ'ଣ ବାସ୍ତବରେ ପ୍ରଭୁଙ୍କ ନିକଟକୁ ଫେରିଛୁ କି? କିନ୍ତୁ ଅତି ସହଜରେ ଆମେ ଖ୍ରୀଷ୍ଟିଆନ ବୋଲି କହୁଛୁ। ସେମାନେ ପ୍ରଭୁଙ୍କ ନିକଟକୁ ଫେରିଲେ। ଏବେ ଚତୁର୍ଥ ବିଷୟ ଦେଖିବା ଯେ ସେମାନେ ଯୀଶୁଙ୍କ ବାର୍ତ୍ତା ଶୁଣିଲେ, ଯୀଶୁଙ୍କ ଠାରେ ବିଶ୍ୱାସ କଲେ, ଅନୁତାପ କଲେ, ପରମେଶ୍ୱରଙ୍କ ନିକଟକୁ ସେମାନେ ଫେରିଲେ। ଏବେ ଚତୁର୍ଥ ବିଷୟ ହେଉଛି 22 ପଦରେ ଯାହା ଲେଖା ଅଛି, ସେମାନଙ୍କ ବିଷୟକ ସମ୍ବାଦ ଜିରୁସାଲମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା, ସେଥିରେ ସେମାନେ ଆନ୍ତିଓଖିଆ ପର୍ଯ୍ୟନ୍ତ ବର୍ଣ୍ଣବାକୁ ପଠାଇଲେ। ଏବେ ଏହି ସମୟରେ କ'ଣ ହେଉଛି, ଆନ୍ତିଓଖିଆର ଲୋକମାନେ ବିଶ୍ୱାସ କଲେ, ସୁସମାଚାର ଶୁଣିଲେ, ବିଶ୍ୱାସ କଲେ, ପ୍ରଭୁଙ୍କ ନିକଟକୁ ଫେରିଲେ। ଏବେ ସେମାନଙ୍କର ସାକ୍ଷ୍ୟ କ'ଣ ହେଉଛି, ଜିରୁସାଲମ ପର୍ଯ୍ୟନ୍ତ ବ୍ୟାପି ଯାଉଛି। ଆପଣଙ୍କର ସାକ୍ଷ୍ୟ କେତେ ବାଟ ବ୍ୟାପିଛି? ଅନେକ ଜଣ ବାହାଦୁରୀ ସହିତ କୁହନ୍ତି, ମୁଁ ନା 15 ବର୍ଷ ତଳେ ଏମିତି କରୁଥିଲି, 20 ବର୍ଷ ତଳେ ଏମିତି କରୁଥିଲି, କିନ୍ତୁ ବର୍ତ୍ତମାନ ପୁରୁଣା ସାକ୍ଷ୍ୟରେ ବଞ୍ଚନ୍ତୁ ନାହିଁ, ପୁରୁଣା ସାକ୍ଷ୍ୟରେ ବଞ୍ଚିବା ଆବଶ୍ୟକତା ନାହିଁ। ଆଜିର ସାକ୍ଷ୍ୟ ଆଜି କ'ଣ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ସାକ୍ଷ୍ୟ ବ୍ୟାପିଗଲା ଜିରୁସାଲମ ପର୍ଯ୍ୟନ୍ତ, ଜିରୁସାଲମ ମଣ୍ଡଳୀ ପର୍ଯ୍ୟନ୍ତ। ଆଜି ଆମମାନଙ୍କର ପରିବାରର ସାକ୍ଷ୍ୟ ଆଉ ଗୋଟେ ପରିବାରକୁ ବ୍ୟାପୁ ନାହିଁ। ଏଇ ନିକଟରେ ଗୋଟେ ରବିବାର ପରେ ମୋର ପରିବାର ସହିତ ଜଣେ ଆଉ ଏମିତି ନେଇଥିଲେ ବାହାରକୁ ଖାଇବା ପାଇଁ, ଗୋଟେ ରେଷ୍ଟୁରାଣ୍ଟରେ ଖାଉ ଖାଉ ସେଇଠୁ ଆମେ ଜଣେ ବସିକି ଗୋଟେ ଲୋକଙ୍କୁ ଆମେ ଧ୍ୟାନ କରୁଥିଲୁ, ଦେଖୁଥିଲୁ, ସିଏ ପୋଛାପୋଛି କରନ୍ତି। ତାପରେ ହଠାତ୍ ତାଙ୍କୁ ଡାକିଲୁ, ତାଙ୍କୁ ପଚାରିଲୁ, ସିଧାସଳଖ ପଚାରିଲୁ, ତୁମେ କ'ଣ ଖ୍ରୀଷ୍ଟିଆନ କି? ସିଏ ପୁରା ଆଶ୍ଚର୍ଯ୍ୟ ହେଇକି ସେ କହିଲେ, ହଁ ମୁଁ ଖ୍ରୀଷ୍ଟିଆନ। ଆପଣ କେମିତି ଜାଣିଲେ? ତାପରେ ଆମେ ତାଙ୍କ ସହିତ ବସିକି କଥାବାର୍ତ୍ତା କଲୁ। ଆମେ କହିଲୁ, ତୁମର ଜୀବନ, ତୁମର କଥା, ତାଙ୍କର ବ୍ୟବହାର କିଛି ନାହିଁ। ଗୋଟେ ରେଷ୍ଟୁରାଣ୍ଟରେ ବସିକି ପୋଛୁଛନ୍ତି, ପ୍ଲେଟ୍ ଉଠାନ୍ତି, କିନ୍ତୁ ସେ ଏଇ ପ୍ରକାରର, ଆମେ କହିଲୁ, ଆମେ ତାଙ୍କୁ ବହୁତ ଥର ଯାଇଛୁ, ବହୁତ ଥର ତାଙ୍କୁ ନୋଟିସ୍ କରିଛୁ, ଆମେ କେବେ କଥା ହେଇନୁ। ତାପରେ ପଚାରିବା ପରେ ସେ କହିଲେ, ଆମର ସେ ପାଖରେ ରୁହନ୍ତି, ଆଉ ସେ କହିଲେ, ହଁ, ଆଉ ମୁଁ ମୋର କାମରେ ବିଶ୍ୱସ୍ତ ଅଛି। ତେବେ ଯାହା ବି ହେଉ, ତାଙ୍କର ଜୀବନକୁ, ତାଙ୍କର କାର୍ଯ୍ୟକଳାପକୁ ଦେଖିକି ଆମେ ଅନୁଭବ କଲୁ, ଇଏ ନିଶ୍ଚୟ ଜଣେ ପ୍ରଭୁଙ୍କର ଲୋକ ହେଇଥାଇପାରନ୍ତି ପରା। କିନ୍ତୁ ନିକଟରେ ଆଉ ଗୋଟିଏ ପରିବାରକୁ ସେଇ ପ୍ରକାର ମୁଁ ଯେତେବେଳେ ଯାଇଥିଲି, ତାଙ୍କୁ ମୁଁ କହିଲି କେଉଁ ଜାଗାରେ କାମ କରୁଛନ୍ତି, ସେ ଗୋଟିଏ ଜାଗାର ନାଁ କହିଲେ, ଗୋଟେ କ୍ଷେତ୍ର, ଗୋଟେ ସେକ୍ଟର ନାଁ କହିଲେ। ମୁଁ ତାଙ୍କୁ ସେଇ ଜାଗାରେ କାମ କରୁଥିବା 2 ଜଣଙ୍କର ନାଁ ପଚାରିଲି ଯେ ଅମୁକ ଭାଇଙ୍କୁ ଆଉ ଅମୁକ ଭଉଣୀକୁ ଜାଣନ୍ତି କି? ସେ କହିଲେ, ହଁ ଭଲ ଭାବରେ ଜାଣିଛି, ହେଲେ ଆପଣ କେମିତି ଜାଣନ୍ତି? ମୁଁ କହିଲି, ସିଏ ଆମର ଲୋକ ନା। କେବେ ମୁଁ ଜାଣିନି, କାହିଁ ସେମିତି କିଛି ଫରକ ତ ଜଣାପଡ଼ୁନି। ମୁଁ ବହୁତ ଦୁଃଖରେ କହିଲି,
ओके से ठीक अच्छे कही ना किंतु मु कहिछि बोली कहबेनी सेमाने प्रभुंकर लोक क्रिश्चियन लोक किंतु तांकर ऑफिस रे केही मध्य जानती नाही से जने क्रिश्चियन आम अनेक समय भाबू खाली आम सुसमाचार देले ही जने साक्षी हो पार किंतु आमर जीवन आमर व्यवहार आमर जीवन शैली ही लोक मानक जो साक्ष्य दिए एटा आम केबे बुझी पारि न थाओ एमानकर जीवन एमानकर परिवर्तन ही जेरूसालेम पर्यंत व्यापी गला आज आमर परिवार रे पुओ झीकर जीवन शैली बापा माँ देखिए आम मानक परिवार परिवर्तन आउ गोटे परिवार को सेटा व्यापीब आम मानकर साक्ष्य आज केमिति व्यापी आम आज अति सहज कहीदे मु जने क्रिश्चियन किंतु मु जीशु को विश्वास करिछि ग्रहण कली सुसमाचार शुणिली किंतु प्रभु प्रति फेरीची कि सेटा होछि प्रश्न एवं चतुर्थ विषय होछि सेमानकर साक्ष्य व्यापी गला सेमानकर साक्ष्य व्यापी गला तेबे एई जो स्थान रे आम देखुछु तापरे बर्नबा आसुछंती बर्नबा को आसिकी साहाय्य पई पठाउछंती आ बर्नबा होउछंती जणे उत्तम लोक बोली लिखा जाउची 24 पदरे आ से आसिले आग देखिले एही स्थान रे ईश्वरंकर अनुग्रह अछि जहा कि 23 पदरे अछि ईश्वरंकर अनुग्रह देखि आनंदित हेले एवं सेमाने जेपरि प्रभुंकर सेमाने जेपरि हृदयर एकाग्रतार प्रभु प्रति आसक्त हो रुहंती से निमंते समान को उत्साहित कले खुशी हो गले जड़े व्यक्ति आसुचंती एमानकर सुसमाचार जो शुणी ग्रहण करिसंती आउ पापरु फेरिसंती पुणी एमिति साक्ष्य देखिकी जड़े व्यक्ति खुशी हो जाउछंती आज आम मानकर जीवन रे जदि आउ जड़े आसुचंती आमर परिवर्तनर जीवन देखिकी जड़े खुशी होउची कि अनेक जन तो ए प्रकार कहती जहाँ थिलो से किछि नो चेंजेस जमिति थिलो जहाँ आगुरु जहाँ थिलो एबे भी सया आंत्योखिय मंडली से लोक मानकर जीवन रे स्टेप बाय स्टेप परिवर्तन होउची आज आमे जो माने निजको प्रभुंकर लोक बोली कहूचु क्रिश्चियन बोली कहूचु आम मानकर परिवर्तनर परिमाण केते ताहा आमे टिके माप करिवार आवश्यकता अछि एई स्थान रे बर्नबा को देखुचु आ से आसुचंती आ आसिक देखुचंती खुशी मध्य होउचंती आउ 26 पदरे लेखा होउची 25 पदर अवश्य लेखा जाउची से मध्य एका पारिले नाही पर से साउल को खोजिबा पई तार्स को बाहरी गले अर्थात से समय जतले पाउल जतबेले परिवर्तन हेले 9 पर्व 11 पदरे अछि पाउल को कहगला तुमे जाओ तार्स को जाओ पुणी से आसिले तार्स को आसिकी दुईटी स्थान रे से सुसमाचार प्रचार कले सुसमाचार प्रचार करने समय तांको मध्य जतले बध करने आउ अन्य माने चेष्टा कले पुनर्बार से कौन कले तार्स को गले हेरी जहाँकि 9 पर्व 30 पदर अच्छी आउ एई समय बर्नबा कौन करुछंती जाउछंती साउल को आनिबा पई एई लोक मानको सहाय्य करिबा पई आज आम मानक जीवन रे जदि आमे यीशु को सुसमाचार शुणीचु यीशु को विश्वास करिचु पापरु फेरिचु आमर साक्ष्य अछि आमे कोन कहार सहाय्य नौचु कि आत्मिक भाव में बढ़िबा पई अनेक जन अछंती मु निजे निजे बढ़ुचे मंडली को मध्य आसते नहीं कौन से सहभागिता को आसते नहीं पालक मानकर आवश्यकता करते नहीं लीडर्स मानकर आवश्यकता करते नहीं तांको घर को किए जातु बोली आवश्यकता करते नहीं से माने भावते घर को आसिले हुए तो गोटे बोझ आंत्योखियार लोक माने ईश्वरंकर विषय जानिबा पाई एते उत्साहित हेले बर्नबा एका पारिले नाही तापरे पाउल को से डकेले आ पाउल तापरे 26 पदरे लिखा होची पुणी से तांको पाई आंत्योखिया को घेनी आसिले से माने संपूर्ण 1 वर्ष पर्यंत मंडलीर सहित रही अनेक लोकों को शिक्षा देले केते वर्ष पर्यंत गोटे वर्ष पर्यंत सेई मंडली रे से माने शिक्षा लाभ कले आजिर मोर प्रिय भाई भौणी माने आपण माने यीशु को सुसमाचार शुणिछंती यीशु को ग्रहण करिछंती पापर मन फेरण करिछंती साक्ष्य मध्य अछि किंतु शिक्षा लाभ करुछंती कि सेतिमे आज अनेक लोक माने जदिबा प्रभु को विश्वास करिछंती प्रभु को ग्रहण करिछंती अनेक दिन पर मध्य प्रभु को टारु फेरी जाउछंती एहार कारण होउची से माने शिक्षित हो नाहंती अनेक भ्रांत होउछंती जिए जहा कहला सेही थरे मध्य से माने पळौछंती
आज से अनेक कल्ट ग्रुप बाहरी यही मंडली अन्य जगह को गोटे 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 जगह को से डेउंट जेहेतु से शिक्षित होना अनेक लोक मानू जाने यही मंडली आउ गोटे मंडली गले सेठी 2 वर्ष रहिले से मंडली भल ना आउ गोटे मंडली को गले सेठा भी भल ना आउ गोटे मु जन को पचारि जे तुम एटा केते नंबर मंडली है से कहले नाई मो घर पाख बोली मत कथा भूलैले मु कहले नाई जेहेतु तुम्हें वाक्य शिक्षित हेउना से तुम्हें मंडली को मंडली जंप करुच आज अनेक लोक माने वाक्य शिक्षित न होथिबा जगु आज अनेक जन विभिन्न स्थान केवल बेंग भली जंप करते आज अनेक फ्रॉग क्रिश्चियन अच्छा विभिन्न प्रकार क्रिश्चियन से यहाँ गोटे मन पड़ला बेंग क्रिश्चियन से माने जंप करते कहीं जी जहाँ कहला सबू ठीक जेहेतु वाक्य निकट को आसुना यही मंडलीर ये आंत्योखिया मंडलीर लोक मैंने से माने डकैले आमुक आज्ञा कहतु प्रभु विषय जानापी साहाय्य करूँ गोटे वर्ष पर्यंत आज आम मंडली कौन सुविधा ना कि आपण मानक शिक्षा देवाई सोमवार प्रार्थना सभा अच्छी बुधवार बाइबल स्टडी अच्छी गुरुवार प्रार्थना सभा अच्छी पुणी शनिवार दिन महिला मानक अच्छी पुणी युवा मानक अच्छी शिक्षित होना शिक्षित न होगा द्वारा आज अन्यान्य विश्वास मत को से जाऊँगी आज अन्यान्य जगार से होती से जीवन में ना शिक्षित हो पारुछंती ना साक्ष्य को धरी पारुछंती ना से प्रभु पाखक फेरी आसी पारुछंती जेहेतु से प्रभु ठारे लागिक रहुना तेबे यही स्थान जो आम देखुचु जे सी आसिले से शिक्षा देले आ शिक्षा देले केवल सेतिक यथेष्ट नुह शिक्षित हैला परे से माने शिष्य हेले प्रभु जेतेबेले पृथ्वी छाड़ी की स्वर्गारोहण कले शिष्य मान को गोटे आदेश देकी गले जे कौन कर बोली शिष्य कर बोली ख्रीस्टियान कर बोली नुह विश्वासी कर बोली नुह आज जदि आम विषय चिंता करिबा एही आंत्योखियार मंडलीर लोक माने केते वर्षर शिष्य हले गोटे वर्ष भितर आपण केते वर्ष धरी मंडली को आसुछंते आपण केते वर्ष धरी प्रभु को ग्रहण करिछंते आपण केते वर्ष धरी अनुताप करिके पापरु फेरिछंते किंतु चिंता करंतु केते भी शिक्षित होइछंते आज कौन आज समस्या आमे माने आज जो माने भी निजको ख्रीस्टियन बोली कहूचु आज मानकर कौन समस्या शिष्य शिष्य करिबारे बाधा दउची यही लोक माने सुसमाचार सुनिले जीशु को विश्वास कले पापरु मन फेरैले साक्ष्य व्यापी गला शिक्षित हेले एबे से माने शिष्य शिष्य होउछंती किंतु आज दुखर विषय आज अनेक केवल विश्वासी विश्वासिनी भाव में रही जाउछंती शिष्य शिष्य आड़ को जमारो मन दउनाहांती प्रभुंकर इच्छा प्रभुंकर शेष आदेश होची शिष्य हवा पाई एवं यही शिष्य हेले कौन हैला ना यही मानक ही केवल ख्रीस्टियान बोली कहगला आज आमे माने मध्य ख्रीस्टियान बोली कहूचु किंतु आम मानकर जीवन में जदि देखिबा आमे की प्रकार ख्रीस्टियान से माने शिक्षा लाभ कले शिष्य हेले अर्थ कौन ना आंत्योखियार अन्य लोक माने देखिले से माने गुरुंकर सदृश हेले गुरु को प्रतिनिधित्व कले से मानक भितर प्रभु जीशु को देखिले जीशु को भली जीवन काटिले शिष्य मानक भितर से माने जीशु को देखि पारुथिले से मानकर जीवन शैली से मानकर प्रभु को प्रति आसक्ति प्रभु को प्रति भय प्रभु को प्रति भक्ति जीशु को प्रतिनिधित्व करुथिले से माने ख्रीस्टियान बोली नामित हेले हेले कहीं ख्रीस्टियान कहीं आउ किछि दिया गला नाही एहा मध्य अनेकंकर मनरे सेठी गोटिए नाम रे समस्ते परिचित हेबे सेठी जिहुदी थिले ग्रीक थिले अन्य माने भी थिले किंतु आउ जिहुदी ख्रीस्टियान अण जिहुदी ख्रीस्टियान ग्रीक ख्रीस्टियान नुह समस्ते गोटिए नाम रे परिचित आज दुखर विषय मध्य आमे मध्य ख्रीस्टियान बोली कहू कहीं कहीं ख्रीस्टियान मध्य कहीकि जाति को मध्य धरिकी रखिछन्ते कास्ट फिलिंग अच्छे ये प्रकार भी सुना जाए ये हाड़ी ख्रीस्टियान ये पाण ख्रीस्टियान ये ब्राह्मण ख्रीस्टियान ये उच्च जातिर ख्रीस्टियान ये नीच जातिर ख्रीस्टियान जो माने प्रभु जीशु को ग्रहण करिसंती आउ भेदभाव नाही
ଅନେକ କଥା ବିବାହ ବି ଖୋଜୁଛନ୍ତି, ଆଉ ବିବାହ ଖୋଜିଲା ବେଳେ ଆଗ ପଚାରୁଛନ୍ତି ଟାଇଟଲ କ'ଣ, ମୋତେ ଅମୁକ କାଷ୍ଟର ପୁଅ ଦରକାର କିମ୍ବା ଅମୁକ କାଷ୍ଟର ଝିଅ ଦରକାର। ଏବେ ବି ଏମିତି ଲୋକ ଅଛନ୍ତି। ଜଣେ ଭାଇ ବହୁତ ଦିନ ଧରାଣି ସେ ବୋହୂ ଖୋଜୁଛନ୍ତି, ଆଉ ସେ ମୋତେ କେତେଥର କହିଲେ, ମୁଁ କହିଲି ତମ ଭଳିଆ ସେମିତି ଝିଅ ନାହାନ୍ତି, ଆଉ ଦେଖିବା ପ୍ରାର୍ଥନା କରିବା ସେମିତିଆ ଝିଅ ଜନ୍ମ ହଉ। ସେ ବୋହୂ ଖୋଜୁଛନ୍ତି, ମିଳୁନି, ଆଉ କ'ଣ କରିବା। ତେବେ ଏଇ ପ୍ରକାର ଭାବରେ ସେ କହୁଛନ୍ତି ନାଇଁ ଆମେ ଟିକେ ଏଇ ଜାତିର। ମୁଁ ତାଙ୍କୁ କହିଲି ଭାଇ ତୁମେ ଯୀଶୁଙ୍କୁ ବିଶ୍ୱାସ କରିଛ ତ? ଆମେ ଯୀଶୁଙ୍କୁ ଯେତେ ଜଣ ବିଶ୍ୱାସ କରୁ, ଆଉ ଭେଦଭାବ ନାହିଁ, ଗୋଟିଏ ନାମ ଦିଆଗଲା। ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କଲେ, ଯେଉଁମାନେ ଯୀଶୁଙ୍କୁ ଗ୍ରହଣ କଲେ, ଆଉ କିଛି ଫିଲିଙ୍ଗସ୍ ନାହିଁ, ଉଚ୍ଚ ନାହିଁ, ନିଚ ନାହିଁ, ବଡ଼ ନାହିଁ, ସାନ ନାହିଁ, ଜାତି ନାହିଁ, ସମସ୍ତେ ଗୋଟିଏ ନାମ। ନା ଆଉ ଜିହୁଦୀ ଖ୍ରୀଷ୍ଟିଆନ, ନା ଅଣଜିହୁଦୀ, ନା ଗ୍ରୀକ୍, ସମସ୍ତେ ଗୋଟିଏ ନାମ। ଏବଂ ଅନ୍ୟ ଅର୍ଥରେ କହିବାକୁ ଗଲେ ଖ୍ରୀଷ୍ଟିଆନ ଖ୍ରାଇଷ୍ଟ ଯୁକ୍ତ IAN, ମାନେ ମୁଁ ନୁହେଁ, କେବଳ ଖ୍ରୀଷ୍ଟ, କେବଳ ଯୀଶୁ, ମୁଁ ଆଉ କିଛି ନୁହେଁ। ସେଇମାନେ ଆନ୍ତିଓଖିଆର ଖ୍ରୀଷ୍ଟିଆନ ମାନେ ସେମାନେ ନିଜକୁ ଶୂନ୍ୟ କଲେ, ଆମେ ଆଉ କିଛି ନୁହଁ, ଆମେ ଯାହା ଥିଲୁ ଆମେ ନିଜକୁ ଶୂନ୍ୟ କରୁଛୁ, ଏବେ କେବଳ ଖ୍ରୀଷ୍ଟ। ସେମାନେ ପଛକୁ ରହୁଥିଲେ, ତାଙ୍କର ଜୀବନ ଶୈଳୀ ଦ୍ୱାରା ଆଗକୁ ପ୍ରଭୁ ଯୀଶୁ ଦେଖାଯାଉଥିଲେ, ପ୍ରଭୁ ଯୀଶୁ ଦେଖାଯାଉଥିଲେ ଅନ୍ୟମାନଙ୍କୁ। ଆଜି ଆମମାନଙ୍କ ଜୀବନରେ ଆମେ ମଧ୍ୟ ଖ୍ରୀଷ୍ଟିଆନ ବୋଲି କହୁ, ଆମମାନଙ୍କର ଜୀବନ ଦ୍ୱାରା ଅନ୍ୟମାନଙ୍କୁ ଯୀଶୁ ଦେଖାଯାଆନ୍ତି କି? ଅନେକ ଜଣ ତ କୁହନ୍ତି ଯେ ତା ଭିତରେ ଶୈତାନ ପଶିଗଲା, ଶୈତାନ ଦେଖାଯାଉଛି, ଶୈତାନ ତା ସାମ୍ନାରେ ଛିଡ଼ା ହେଇଛି। ମୋତେ ଅନେକ ଦିନ ତଳେ ଗୋଟେ ସାଙ୍ଗ ଏମିତି ଥିଲା, ମଜାରେ ଚିଡ଼ାଚିଡ଼ି ହଉ, ସେ ରାଗି ଯାଇକି ମୋତେ କହିଲା ତୁ ବେଶୀ ଚିଡ଼ଉଛୁ, ଆଉ ମୁଁ ଯେଉଁଦିନ ରାଗିବି ମୁଁ ଯୀଶୁଙ୍କୁ ପ୍ରାର୍ଥନା କରି କହିବି ଯୀଶୁ 5 ମିନିଟ୍ ପାଇଁ ଟିକେ ବାହାରି ଯାଅ, ଶୈତାନକୁ ଇନଭାଇଟ୍ କରିଦେବି, ଆଉ ଜାଣିଦେବ ମୁଁ କିଏ। ମୁଁ କହିଲି ଏମିତି ସୁବିଧା ବି ଅଛି କି ଯୀଶୁଙ୍କୁ ବାହାର କରିବା ଆଉ ଶୈତାନକୁ ପ୍ରବେଶ କରାଇବା? ତାପରେ ସେ କହିଲା ମୁଁ ତ ଏମିତି କହିଲି, ଅନେକ ଲୋକ କହୁନାହାନ୍ତି, ସେମିତି ଶୈତାନକୁ ପୁରଉଛନ୍ତି, ଯୀଶୁଙ୍କୁ ବାହାର କରୁଛନ୍ତି, ସେମିତିଆ ଜୀବନ କାଟୁଛନ୍ତି। ଡାକିବା ଦରକାର ନାହିଁ ଶୈତାନକୁ, ଶୈତାନ ଆପେ ଆପେ ପଳେଇ ଆସିବ। ତେବେ ଆନ୍ତିଓଖିଆର ମଣ୍ଡଳୀର ଲୋକମାନଙ୍କର ଜୀବନରେ ସେମାନେ କ'ଣ ତାଙ୍କୁ କାହିଁକି ଖ୍ରୀଷ୍ଟିଆନ କୁହାଗଲା? କେତୋଟି ବିଷୟ, ଯୀଶୁଙ୍କର ବାର୍ତ୍ତା ଶୁଣିଲେ, ସୁସମାଚାର ଶୁଣିଲେ, ଯୀଶୁଙ୍କ ଠାରେ ବିଶ୍ୱାସ କଲେ, ପାପରୁ ଅନୁତାପ କଲେ, ପରମେଶ୍ୱରଙ୍କ ପାଖକୁ ଫେରିଲେ, ସେମାନଙ୍କର ସାକ୍ଷ୍ୟ ବ୍ୟାପିଗଲା, ଶିକ୍ଷା ଲାଭ କରିବାର ଇଚ୍ଛା ହେଲା, ଶିଷ୍ୟ ହେଲେ। କେତେଟା ବିଷୟ? 6ଟା ବିଷୟ ଆମେ ଦେଖିପାରୁଛୁ ଏତିକି ବିଷୟରେ। ତାପରେ ସେମାନେ ଖ୍ରୀଷ୍ଟିଆନ ବୋଲି ଆଖ୍ୟାତ ହେଲେ। ଆଜି ଆମେ ଅତି ସହଜରେ ନିଜକୁ ଖ୍ରୀଷ୍ଟିଆନ ବୋଲି କହିଦେଉଛୁ, କିନ୍ତୁ ଆମମାନଙ୍କ ଭିତରେ ଏସବୁ ବିଷୟ ଅଛି କି? ଆଜି ମଦୁଆ ବି କହୁଛି ମୁଁ ଖ୍ରୀଷ୍ଟିଆନ, ଆଜି ଘର ଭଙ୍ଗା ଲୋକ ବି କହୁଛି ମୁଁ ଖ୍ରୀଷ୍ଟିଆନ, ଆଜି ମିଛୁଆ ଲୋକ ବି କହୁଛନ୍ତି ମୁଁ ଖ୍ରୀଷ୍ଟିଆନ, ଆଜି ଚୋରି କରୁଥିବା ଲୋକ ବି କହୁଛି ମୁଁ ଖ୍ରୀଷ୍ଟିଆନ। ଖ୍ରୀଷ୍ଟିଆନ କେବଳ ପରିବାରରେ ଜନ୍ମ ହେଇଗଲେ ଖ୍ରୀଷ୍ଟିଆନ ନୁହଁ, ଖ୍ରୀଷ୍ଟିଆନ କେବଳ ମଣ୍ଡଳୀକୁ ଆସିଗଲେ ଖ୍ରୀଷ୍ଟିଆନ ନୁହଁ। ଆପଣ ହେଇପାରେ ଦାନ ଦଶମାଂଶ ଦେଇପାରନ୍ତି, ହେଇପାରେ ଉପବାସ କରନ୍ତି, ହେଇପାରେ ବାଇବେଲ ପଢ଼ିପାରନ୍ତି, ହେଇପାରେ ପ୍ରାର୍ଥନା କରନ୍ତି, କିନ୍ତୁ ଆନ୍ତିଓଖିଆର ମଣ୍ଡଳୀର ଏହି ଅଭିଜ୍ଞତା ସେମାନଙ୍କୁ ଖ୍ରୀଷ୍ଟିଆନ କରେଇଲା। ସେମାନେ ନିଜେ ରହିଗଲେ, ତାଙ୍କ ସାମ୍ନାରେ ଜଳ ଜଳ କରିକି ପ୍ରଭୁ ଯୀଶୁ ଦେଖାଯାଉଥିଲେ ଅନ୍ୟମାନଙ୍କୁ, ଯେ ଏମାନେ ଯୀଶୁଙ୍କ ଭଳି ଜୀବନ କାଟୁଥିଲେ। କିନ୍ତୁ ଆଜିର ଖ୍ରୀଷ୍ଟିଆନ ମାନେ କେମିତି ଜାଣିଛନ୍ତି? ଯୀଶୁ କ'ଣ ଦେଖାଦେବେ, ଆଉ ଗୋଟେ ଦେଖାଯାଉଛି। ଆଜିର ଅନେକ ଆମେ ନିଜକୁ କହୁ ଆମେ ଖ୍ରୀଷ୍ଟିଆନ ବୋଲି, ଯାହା ଦେଖାଯାଆନ୍ତି ତାହା ନୁହଁ, ତାହା ଆଉ ଗୋଟେ। ଆଜିର ଏଇ ଯେଉଁମାନେ ଆମେ ନିଜକୁ ଖ୍ରୀଷ୍ଟିଆନ ବୋଲି କହୁଛୁ, ନିଶ୍ଚୟ କହିବା ଆବଶ୍ୟକ, କାରଣ ଆମେ ପ୍ରଭୁଙ୍କର ଲୋକମାନେ, କିନ୍ତୁ ଆମେ ନିଜକୁ ଚେଷ୍ଟା କରିବା ଆମେ ନିଜକୁ ଲୁଚେଇ ଆମର ସମ୍ମୁଖକୁ ପ୍ରଭୁ ଯୀଶୁଙ୍କୁ ଆଣିବା। ପ୍ରଭୁ ଯୀଶୁ ଅନ୍ୟମାନଙ୍କୁ ଦେଖାଯାଆନ୍ତୁ, ଆମର ସାକ୍ଷ୍ୟ ବ୍ୟାପି ଯାଉ, ଆମର ପ୍ରଭୁଙ୍କ ନିକଟକୁ ଆହୁରି ଫେରିବାର ଅଛି, ଆମେ ଶିଷ୍ୟ ହେବାର ଆବଶ୍ୟକତା ଅଛି, ଆମେ ଶିକ୍ଷା ଲାଭ କରିବାର ଅଛି। ତେବେ ଯାଇକି ଆମେ ଆହୁରି ଗୋଟେ ଫଳପ୍ରଦ ଭାବରେ ଖ୍ରୀଷ୍ଟିଆନ ଭାବରେ ଜୀବନଯାପନ କାଟିପାରିବା। ଆନ୍ତିଓଖିଆ ମଣ୍ଡଳୀର ଲୋକମାନେ ସେଦିନ ଏଇ ସମସ୍ତ ଗୁଣ, ସବୁଥର ଗୋଟେ ଚରିତ୍ର ଅଛି, ସବୁଥର ଗୋଟେ ଗୁଣାବଳୀ ଅଛି। କ'ଣ ଗୁଣାବଳୀ?
ଏଇ ଆନ୍ତିଓଖିଆର ଖ୍ରୀଷ୍ଟିଆନ ମାନଙ୍କର ଏଇ ସବୁ ଗୁଣାବଳୀ ହିଁ ସେମାନଙ୍କୁ ସେଇ ଲୋକମାନେ ଦେଇନାହାନ୍ତି, ଅନ୍ୟମାନେ ଲେଖାଯାଉଛି କ'ଣ, ପୁଣି ଆନ୍ତିଓଖିଆର ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିଆନ ବୋଲି ଆଖ୍ୟାତ ହେଲେ, ଅନ୍ୟମାନେ ସେମାନଙ୍କୁ ନାମକରଣ କଲେ। ଆଜି ଆମକୁ ନାମକରଣ କରିବାର ଆବଶ୍ୟକତା ନାହିଁ, ଆମେ ନିଜକୁ କେଉଁଠି କହିବାର ନାହିଁ। ଆମେ ଏ ପ୍ରକାରର ଜୀବନ କାଟିବା, ଅନ୍ୟମାନେ ଆମକୁ ଆସିକି କୁହନ୍ତୁ ଯେ ତୁମେ ଜଣେ ଯୀଶୁଙ୍କର ଲୋକ। ଆମର ଜୀବନଶୈଳୀ ସେମିତି ହେଉ, ଆମର ବ୍ୟବହାର ସେମିତି ହେଉ, ଆମର କଥା ସେମିତି ହେଉ, ଆମର ଉପକାର ସେମିତି ହେଉ। ଆସନ୍ତୁ ଚକ୍ଷୁ ବନ୍ଦ କରିବା, ଆମେ ପ୍ରାର୍ଥନା କରିବା। ଯଦି ବି ଏବେ ବି କୌଣସି ଦୁର୍ବଳତା ଅଛି, ଏ ଆନ୍ତିଓଖିଆର ମଣ୍ଡଳୀର ଲୋକମାନଙ୍କର ଗୁଣାବଳୀ ଯାହା ଥିଲା, ଯଦି ବି ଏବେ ବି କେଉଁଠି ଆମର କମ୍ ଅଛି, ଯଦି ଆମେ ଯୀଶୁଙ୍କଠାରେ ବିଶ୍ୱାସ କରିଛୁ, ଅନୁତାପ କରିନାହୁଁ, ଏବେ ମଧ୍ୟ ସମୟ ପୁରା ଅନୁତାପ କରିକି ଆସନ୍ତୁ। ଏବେ ବି ଯଦି ଆମର ସାକ୍ଷ୍ୟ ଖରାପ ହେଇଯାଇଛି, ପ୍ରାର୍ଥନା କରିବା, ପ୍ରଭୁ ଆମକୁ ତୁମର ଗୌରବ ନିମନ୍ତେ ଏହି ସାକ୍ଷ୍ୟ ବହନ କରିବାକୁ ସାହାଯ୍ୟ କର। ଯଦି ଆମେ ଶିକ୍ଷିତ ମଧ୍ୟ ହୋଇପାରୁନୁ, ଆମେ ସେଇ ଇଚ୍ଛା ରଖିବା, ପ୍ରଭୁ ଆମେ ଯେମିତି ଏବେଠାରୁ ଶିକ୍ଷିତ ହେବୁ, ଶିଷ୍ୟ ହେବୁ, ତୁମକୁ ଆମେ ପ୍ରତିନିଧିତ୍ୱ କରିବୁ। ଆମେ କିଛି ନୁହେଁ, ମାତ୍ର ତୁମେ ହିଁ ସମ୍ମୁଖକୁ ଆସ। ଆସନ୍ତୁ ଆମେ ମନେ ମନେ ଏହି ପ୍ରାର୍ଥନା କରିବା। ଧନ୍ୟବାଦ ଦେଉଛୁ ପ୍ରଭୁ, ତୁମର ମହିମା ଗୌରବ ପ୍ରଶଂସା କରୁଛୁ, ସ୍ତୁତି କରୁଛୁ, ବନ୍ଦନା କରୁଛୁ ପ୍ରଭୁ। ଧନ୍ୟବାଦ ଦେଉଛୁ ତୁମ ନାମ ସକାଶୁ। ହଁ ପ୍ରଭୁ, ଆଜି ଆମେ ପୃଥିବୀରେ ପରିଚିତ, ଆମକୁ ଗୋଟିଏ ନାମ ଦେଲ ଯାହାକି ଖ୍ରୀଷ୍ଟିଆନ ନାମ। ଧନ୍ୟବାଦ ଦେଉଛୁ ପ୍ରଭୁ। ସେଦିନ ଆନ୍ତିଓଖିଆରେ ପ୍ରଭୁ ତୁମର ସୁସମାଚାର ବ୍ୟାପିଲା, ସେମାନେ ବିଶ୍ୱାସ କଲେ, ମନ ଫେରଣ କଲେ ପ୍ରଭୁ। ସେମାନେ ଏମିତି ଜୀବନ କାଟିଲେ, ତାଙ୍କର ସାକ୍ଷ୍ୟ ମଧ୍ୟ ବ୍ୟାପିଗଲା। ସେମାନେ ପୁଣି ତୁମର ବାକ୍ୟରେ ବୃଦ୍ଧି ପାଇବାକୁ ଇଚ୍ଛା କଲେ, ଶିଷ୍ୟା ହେଲେ, ଆଉ ସେମାନେ ତୁମକୁ ରିପ୍ରେଜେଣ୍ଟ କଲେ। ଆଜି ଆମମାନଙ୍କୁ ଦୟା କର ପ୍ରଭୁ। ହେଇପାରେ ତୁମ ନାମକୁ ଆମେ ଆଜି ଅନେକ ଅକାରଣରେ ବହନ କରିଛୁ, ହେଇପାରେ ଆମ ଜୀବନରେ ଅନେକ ଭଲ ବିଷୟ ନାହିଁ, କିନ୍ତୁ ଆମେ କେବଳ ତୁମ ନାମକୁ ଆମେ କହିଛୁ। ହେଇପାରେ ଆମ ପ୍ରଭୁ ତୁମକୁ ଧାରଣ କରି ଅନେକଙ୍କର ନିକଟରେ ବାଧାର କାରଣ ହେଇଛୁ, ଅନେକଙ୍କର ନିକଟରେ ଖ୍ରୀଷ୍ଟିଆନ କହି ମଧ୍ୟ ହେଇପାରେ ଅନେକ ଆଜି ବାଧା ପାଇଛନ୍ତି ଆମର ଜୀବନ ଦ୍ୱାରା, ଆମର ଶୈଳୀ ଦ୍ୱାରା, ଆମର ବ୍ୟବହାର ଦ୍ୱାରା। କିନ୍ତୁ ଆମକୁ କ୍ଷମା କର ପ୍ରଭୁ। ଆଗାମୀ ସମୟରେ ଜଣେ ବାସ୍ତବ ଏଇ ଆନ୍ତିଓଖିଆର ମଣ୍ଡଳୀର ଖ୍ରୀଷ୍ଟିଆନ ମାନଙ୍କ ଭଳି ବଞ୍ଚିବା ପାଇଁ ସାହାଯ୍ୟ କର ପ୍ରଭୁ। ଦୟା କର, ଯେପରି ଆମେ ହଁ ପ୍ରଭୁ ଏବେକାର ଖ୍ରୀଷ୍ଟିଆନ ଭଳି ନ ବଞ୍ଚି, ମାତ୍ର ଆନ୍ତିଓଖିଆର ସେଇ ଶିଷ୍ୟମାନେ ଯେଉଁମାନେ ଖ୍ରୀଷ୍ଟିଆନ ବୋଲି ଆଖ୍ୟାତ ହେଲେ, ସେଇମାନଙ୍କ ଭଳି ବଞ୍ଚିବା ପାଇଁ ସାହାଯ୍ୟ କର। ତୁମ ପାଦ ତଳେ ସମର୍ପଣ ହେଉଛୁ। ଆମ ଜୀବନକୁ ସଜାଡ଼ ପ୍ରଭୁ, ଆମ ଜୀବନକୁ ବଦଳେଇ ଦିଅ। ତୁମର ନାମ ବହନ କରି ଶିଷ୍ୟ ହୋଇ ବଞ୍ଚିବା ପାଇଁ ସାହାଯ୍ୟ କର। ସମସ୍ତ ଧନ୍ୟବାଦ ଗୌରବ ପ୍ରଶଂସା ପିତା ତୁମକୁ ଦେଇ ଏହି ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ଉତ୍ସର୍ଗ କରୁଛୁ। ଆମେନ୍। ପ୍ରଭୁଙ୍କର ଦାସ ପ୍ରତାପ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ଏକ ଆତ୍ମସମୀକ୍ଷାର ବାକ୍ୟ ସେ ଆମମାନଙ୍କୁ ପ୍ରଦାନ କରିଛନ୍ତି। ପ୍ରଭୁ ଆମମାନଙ୍କ ହୃଦୟରେ କାର୍ଯ୍ୟ କରନ୍ତୁ ଏହି ବାକ୍ୟ ଦ୍ୱାରା, ଏବଂ ନିଜ ନିଜକୁ ପରୀକ୍ଷା କରିବା ପାଇଁ ପ୍ରଭୁ ଯେଉଁ ସୁଯୋଗ ଦେଇଛନ୍ତି, ସେଥିରେ ଆମମାନେ ସମସ୍ତେ ଅଂଶୀ ହେଉ ଏବଂ ପ୍ରଭୁଙ୍କ ନିମନ୍ତେ ଏକ ବାସ୍ତବ ଖ୍ରୀଷ୍ଟିଆନ ଭାବରେ ନିଜକୁ ଗଢ଼ିବା ପାଇଁ ପ୍ରଭୁ ମଧ୍ୟ ତାଙ୍କର ଆତ୍ମାଙ୍କ ଦ୍ୱାରା ଆମମାନଙ୍କୁ ସାହାଯ୍ୟ କରନ୍ତୁ। ବିଶେଷ କରି ପ୍ରଭୁଙ୍କର ଦାସଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଗାମୀ ଦିନରେ ବହୁଳ ଭାବରେ ବ୍ୟବହାର କରି ଅନେକଙ୍କୁ ତାଙ୍କର ରାଜ୍ୟର ନିକଟବର୍ତ୍ତୀ କରନ୍ତୁ। ସମସ୍ତେ ଆମମାନେ ଚକ୍ଷୁ ବନ୍ଦ କରିବା, ଆଶୀଷ ଭିକ୍ଷା ଗ୍ରହଣ କରିବା। ପିତା ଈଶ୍ୱରଙ୍କର ଅସୀମ ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମହା ଅନୁଗ୍ରହ ଏବଂ ଦୟା, ପବିତ୍ର ଆତ୍ମାଙ୍କର ଶାନ୍ତି, ଶକ୍ତି, ଚେତନା ଓ ସୁମଧୁର ସହଭାଗିତା ଖ୍ରୀଷ୍ଟରେ ଆଶ୍ରିତ ପ୍ରତ୍ୟେକଙ୍କ ସହିତ ବର୍ତ୍ତମାନ ଠାରୁ ସଦାକାଳ ସଙ୍ଗେ ସଙ୍ଗେ ହେଉନ୍ତୁ। ଆମେନ୍। ସମସ୍ତଙ୍କୁ ଧନ୍ୟବାଦ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।